ବାକ୍ୟକୁ ଦେଖିବା। ଲୁକ ପୁସ୍ତକ 10 ପର୍ବ ଖୋଲିବା। ଲୁକ 10 ପର୍ବ 21 ପଦରୁ ଦେଖିବା। 21। ଲୁକ 10 ପର୍ବ 21 ପଦ ଦେଖିବା। ସେହି ଦଣ୍ଡରେ ସେ ପବିତ୍ର ଆତ୍ମାଙ୍କ ଠାରେ ଉଲ୍ଲସିତ ହୋଇ କହିଲେ, ପିତ ସ୍ୱର୍ଗ ଓ ପୃଥିବୀର ପ୍ରଭୁ, ତୁମେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ। ଏହି ନିମନ୍ତେ ତୁମର ସ୍ତୁତିବାଦ କରୁଅଛି। ହଁ ହିତ, କାରଣ ଏହା ତୁମ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା। ମୋର ପିତାଙ୍କ କର୍ତ୍ତୃତ୍ୱ ସମସ୍ତ ବିଷୟ ମୋ ଠାରେ ସମର୍ପିତ ହୋଇଅଛି। ଆଉ ପୁତ୍ର କିଏ ଏହା ପିତାଙ୍କ ବିନା କେହି ଜାଣେ ନାହିଁ। ପୁଣି ପିତା କିଏ ଏହା ପୁତ୍ରଙ୍କ ବିନା କେହି ଜାଣେ ନାହିଁ। ଆଉ ପୁତ୍ର ଯାହା ନିକଟରେ ତାହାକୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି ସେ ଜାଣେ। ପୁଣି ସେ ଶିଷ୍ୟମାନଙ୍କ ପ୍ରତି ବୁଲି ପଡ଼ି କେବଳ ସେମାନଙ୍କୁ କହିଲେ, ତୁମେମାନେ ଯାହା ଯାହା ଦେଖୁଅଛ, ସେହି ସବୁ ଯେଉଁ ଚକ୍ଷୁ ଦେଖେ ତାହା ଧନ୍ୟ। କାରଣ ମୁଁ ତୁମମାନଙ୍କୁ କହୁଅଛି, ତୁମମାନେ ଯାହା ଯାହା ଦେଖୁଅଛ, ସେହି ସବୁ ଅନେକ ଭାବବାଦୀ ଓ ରାଜା ଦେଖିବାକୁ ଇଚ୍ଛା କଲେ, କିନ୍ତୁ ଦେଖିଲେ ନାହିଁ। ପୁଣି ତୁମେମାନେ ଯାହା ଯାହା ଶୁଣୁଅଛ, ସେହି ସବୁ ସେମାନେ ଶୁଣିବାକୁ ଇଚ୍ଛା କଲେ, କିନ୍ତୁ ଶୁଣିଲେ ନାହିଁ। 38 ପଦରୁ ଦେଖିବା। 38। ସେମାନେ ଯାତ୍ରା କରୁଥିବା ସମୟରେ ସେ ଗୋଟିଏ ଗ୍ରାମରେ ପ୍ରବେଶ କଲେ ଏବଂ ମାର୍ଥା ନାମ୍ନୀ ଜଣେ ସ୍ତ୍ରୀ ଲୋକ ଆପଣା ଗୃହରେ ତାହାଙ୍କୁ ରାତିଥ୍ୟ କଲେ। ମରିୟମ ନାମ୍ନୀ ତାଙ୍କର ଜଣେ ଭଗ୍ନୀ ଥିଲେ, ସେ ପ୍ରଭୁଙ୍କ ପାଦ ତଳେ ବସି ତାହାଙ୍କ ବାକ୍ୟ ଶୁଣୁଥିଲେ। କିନ୍ତୁ ମାର୍ଥା ପରିଚର୍ଯା ବିଷୟରେ ବହୁତ ବ୍ୟସ୍ତ ହେଉଥିଲେ। ତେଣୁ ସେ ତାହାଙ୍କ ନିକଟକୁ ଆସି କହିଲେ, ହେ ପ୍ରଭୁ, ମୋର ଭଉଣୀ ଯେ ଏକାକୀ ମୋ ଉପରେ ପରିଚର୍ଯାର ଭାର ପକାଇ ଦେଇଅଛି, ସେ ଆଡ଼କୁ କଣ ଆପଣଙ୍କର ମନ ନାହିଁ? ତେବେ ମୋତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କୁହନ୍ତୁ। କିନ୍ତୁ ପ୍ରଭୁ ତାଙ୍କୁ କହିଲେ, ମାର୍ଥା ମାର୍ଥା, ତୁମେ ବହୁତ ବିଷୟରେ ଚିନ୍ତିତ ଓ ବ୍ୟତିବ୍ୟସ୍ତ ହେଉଅଛ, କିନ୍ତୁ ଅଳ୍ପ କେତୋଟି ବରଂ ଗୋଟିଏ ମାତ୍ର ପ୍ରয়োଜନ। ମରିୟମ ତ ଉତ୍ତମ ଭାଗ ମନୋନୀତ କରିଅଛି, ଆଉ ତାହା ତାହାଠାରୁ ହରଣ କରାଯିବ ନାହିଁ। ଜିଓଦେଗିରି ଚର୍ଚ୍ଚକୁ ଟ୍ରାନ୍ସଫର ହେଲା ପରେ ଆଜି ପ୍ରଥମ ଥର ପାଇଁ ଆମର ବାଇବଲ ସେମିନାର ଆରେଞ୍ଜ ହେଇଥିଲା। ତ ପରମେଶ୍ୱର ବହୁତ ମୂଲ୍ୟାବାନ ଭାବରେ ଆଜି ଅ, ଆତ୍ମାମାନଙ୍କୁ ପଠେଇଥିଲେ, ଆଉ ଭାଇ ଭଉଣୀ ମାନେ ମଧ୍ୟ ଜମା ହେଇଥିଲେ। ତେଣୁକରି ପ୍ରଭୁଙ୍କୁ ବେଶୀ ଧନ୍ୟବାଦ ଦଉଛି ମୁଁ, ଯେ ପରମେଶ୍ୱର ଅ, ସୁସମାଚାର ପ୍ରଚାର କରିବା ଦ୍ୱାରା ଅନେକଙ୍କ ହୃଦୟ ଭିତରେ ପରମେଶ୍ୱରଙ୍କ ବାକ୍ୟକୁ ସ୍ଥାପନ କରିବା ପାଇଁ। ତ ଆଜି ଯୋଉ ଆତ୍ମା ମାନେ ଆସିଥିଲେ, ସେ ଭିତରେ କେତେ ଲିଡର ପାଷ୍ଟର ମାନେ ଆସିଥିଲେ। ଆଉ ସରିଲା ପରେ ସେମାନେ ପର୍ସନାଲି ମୋ ପାଖକୁ ଆସିଲେ, ଆଉ ମୋତେ କହିଲେ, ଆମେ ଅତି ଶୀଘ୍ର ଅ, ଆମେ ଆପଣଙ୍କ ପାଇଁ ମିଟିଂ ଆରେଞ୍ଜ କରିକି ଡାକିବୁ, ଆପଣ ଆସିପାରିବେ କି ଆମ ମଣ୍ଡଳୀକୁ, ଆମ ହଷ୍ଟେଲକୁ। ତ ମୁଁ ବହୁତ ଧନ୍ୟବାଦ ହେଲେ ଶୁଣିକି, ଆଉ କହିଲି କାହିଁକି ଆସିପାରିବି ନାହିଁ। ଏଇଟା ତ ପ୍ରକୃତିରେ ପ୍ରଭୁଙ୍କର ଇଚ୍ଛା, ଯେ ଆମେ ଯେମିତି ଈଶ୍ୱରଙ୍କ ବାକ୍ୟକୁ ପ୍ରଚାର କରିପାରିବୁ। ଆଉ ପ୍ରଭୁଙ୍କର ଏଇଟା ହଉଛି ଇଚ୍ଛା, ଯେପରି ଆମେ ପରସ୍ପର ସୁସମାଚାର ପାଇଁ କାମ କରିବା। ତ ସେଥିପାଇଁ ମୁଁ ବେଶୀ ଧନ୍ୟବାଦ ଦଉଛି ପ୍ରଭୁଙ୍କୁ। ତ ଲାଗୁଛି ଯେ ବାହିକ ଭାବରେ ଆମମାନେ କିଛି ବିଷୟ ଆରେଞ୍ଜ କରୁଛୁ, ଆମ ଦ୍ୱାରା କିଛି ବିଷୟ ହଉଛି, କିନ୍ତୁ ତାହା ପ୍ରକୃତିରେ ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ପରମେଶ୍ୱର ସମସ୍ତ ବିଷୟର ମୂଳ, ଆଉ ଈଶ୍ୱର ହିଁ ପ୍ରକୃତିରେ ପ୍ରତ୍ୟେକ ବିଷୟର ଆ ଯୋଜନା କରିଥାଏ। ଆଉ ପ୍ରଭୁ ହିଁ ସମସ୍ତ ବିଷୟ କରିଥାନ୍ତି ଆମ ଜୀବନରେ। ଆଉ ତାଙ୍କର ସବୁ ବିଷୟକୁ ପ୍ରଭୁ ହିଁ ସଫଳ କରିଥାନ୍ତି ତାଙ୍କ ପ୍ରତିଜ୍ଞା ଅନୁସାରେ। ତ ଏହି ସମୟରେ ଏତେ ଲୋକ ଆମମାନେ ସୁସମାଚାର ପ୍ରଚାର କରିବା ପାଇଁ ମଧ୍ୟ ପ୍ଲାନ୍ ପରମେଶ୍ୱର ଆମକୁ ଦଉଛନ୍ତି ଚର୍ଚ୍ଚ ଦ୍ୱାରା। ତ ଯେତେ ଦେଖୁଛି ମୁଁ, ଯେତେବେଳେ ଆମର କିଛି ନ କରିକି ଆମମାନେ ଅନେକ ଅ, ଅନ୍ୟାନ୍ୟ ବିଷୟରେ ଆମେ ବ୍ୟସ୍ତ ହଉଛୁ, ଅନ୍ୟାନ୍ୟ ବିଷୟରେ ଆମେ ଧରା ଯାଉଛୁ, ତ ସେଇ ସମୟ ପରିବର୍ତ୍ତେ ଅଧିକ ଖୁସିର ସମୟ ହଉଛି ଯେତେବେଳେ ଏ ସୁଷମାଚାରକୁ ଆମମାନେ ଅନ୍ୟମାନଙ୍କ ପାଖକୁ ଯାଇକି ପହଞ୍ଚଉଛୁ। ତେଣୁକରି ଏହି ସମୟରେ ଆମେ ଏ ବାଇବଲ ସେମିନାର ଗୁଡାକ କରିବା ପାଇଁ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଆମେ ଚାଳିତ ହଉଛୁ। ଆସନ୍ତା କାଲି ମଧ୍ୟ ସମସ୍ତେ ଆପଣ ପ୍ରାର୍ଥନା କରନ୍ତୁ, ଆଉ ଯେପରି ଅନେକ ଲୋକମାନେ ସେଇଠି ସୁଷମାଚାର ଶୁଣି ପାରିବେ। ଆଉ ଯେତେବେଳେ ଆମମାନେ ସତ୍ୟ ଭାବରେ ଯଦି ଆମମାନେ ଅ, ଜାଣିପାରିବା ଯେ ପରମେଶ୍ୱର ହଉଛନ୍ତି ପ୍ରତ୍ୟେକ ଯୋଜନାର ମୂଳ, ତ ମଣିଷ ଯେତେବେଳେ ଏ ବିଷୟକୁ ଆବିଷ୍କାର କରିବ ଯେ ପ୍ରଭୁଙ୍କ ଦ୍ୱାରା ମୁଁ ଧରା ଯାଇଛି, ପ୍ରଭୁଙ୍କର ଦ୍ୱାରା ମୁଁ ପ୍ରେରିତ ହଉଛି, ତ ମଣିଷର ହୃଦୟ ଭିତରେ ସମ୍ପୂର୍ଣ୍ଣ ଭାବରେ ସେ ମୁକ୍ତ ହେଇପାରିବ।
କାରଣ ଯେତେବେଳେ ଯେତେବେଳେ ଆମେ ନିଜ ପାଇଁ କିଛି କିଛି ପ୍ଲାନ୍ କରୁଛୁ କି ନିଜ ପାଇଁ ଆମେ ଯେତେବେଳେ କିଛି ବିଷୟକୁ ଚିନ୍ତା କରୁଛୁ ଯଦିଓ ସେଇଟା ଉତ୍ତମ ଭାବରେ ଦେଖାଯାଇଥାଏ ଆମ ଦୃଷ୍ଟିରୁ, କିନ୍ତୁ ତା ପରବର୍ତ୍ତୀ ସମୟରେ ଆମମାନଙ୍କ ଆଡକୁ ବହୁତ ଗୁଡେ ସମସ୍ୟା ଆଉ ବହୁତ ଗୁଡେ ଅ ଦୁଃଖର କାରଣ ବି ହେଇପାରେ। ତେଣୁକରି ବାଇବଲରେ ଲେଖା ହେଇଛି ତୋପଦେଶରେ, ତୁମେ ସର୍ବାନ୍ତକରଣରେ ତୁମେ ତାହାଙ୍କୁ ଅ ବିଶ୍ୱାସ କର, ଆଉ ତୁମେ ତମର ସମସ୍ତ କୃତିରେ ତାହାଙ୍କୁ ସ୍ୱୀକାର କର, ଫଳରେ ସେ ତମର ପଥକୁ ସଳଖ କରେ। ତ ବହୁତ ବର୍ଷ ଅ ପର୍ଯ୍ୟନ୍ତ ଆମମାନେ ଏଇ ଜଗତରେ ବଞ୍ଚିଲା ପରେ ଦେଖାଯାଉଛି, କିନ୍ତୁ ସମୟ ବହୁତ କମ। ଆଉ ଏଇ କମ ସମୟରେ ଆମମାନେ କେତେ ଦୂର ଆମମାନେ ପ୍ରଭୁଙ୍କ ସହିତ ଜଡିତ ଜୀବନ ବିତେଇବା ଆବଶ୍ୟକ ଅଟେ, ତାହା ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ। ତ ଏହି ସମୟରେ ଆମମାନେ ଯେମିତି ମଣ୍ଡଳୀର ବିଭିନ୍ନ ପ୍ରକାର ଭାବରେ କାମ, ତ ଏ ସମସ୍ତ ବିଷୟକୁ ଯେତେବେଳେ ଆମେ ଆଗକୁ ରଖୁଛୁ, ତ ଏହି ସମୟରେ ମୋର ହୃଦୟରେ ମଧ୍ୟ ଏହି ପ୍ରକାର ଇଚ୍ଛା ଅଛି ଯେ କନ୍ଧମାଳ ଜିଲ୍ଲା ଭିତରେ ଯେତିକିଟା ମଣ୍ଡଳୀ ଅଛି, ଆଉ ପ୍ରଥମେ ମଣ୍ଡଳୀ ଭିତରେ ଆମେ ସିଏଲଏଫ କୁ କରିବା, ଆଉ ସିଏଲଏଫ ଦ୍ଵାରା ଯେ ଅନେକ ଲିଡର ମାନେ ପ୍ରଭୁଙ୍କ ବାକ୍ୟକୁ ଶୁଣି ପାରିବେ, ଆଉ ତା ସହିତ ସିଏଲଏଫ କରିବା ସହିତ ଆମମାନଙ୍କର ମାଇଣ୍ଡ ଏଜୁକେସନ ର କାମ ମଧ୍ୟ ମୁଁ ଷ୍ଟାର୍ଟ କରିବାକୁ ଚାହୁଁଛି। ସ୍କୁଲ କଲେଜରେ ହଷ୍ଟେଲ ମାନଙ୍କରେ ମଧ୍ୟ ଆମେ ମାଇଣ୍ଡ ଲେକ୍ଚରକୁ ଆମେ କରିପାରିବା, ଯୋଉ ଦ୍ୱାରା କି ଅନେକ ଗୁଡ଼ିଏ ଷ୍ଟୁଡେଣ୍ଟ ମାନଙ୍କର ହୃଦୟରେ ପରମେଶ୍ୱରଙ୍କର କାର୍ଯ୍ୟ ହେଇପାରିବ, ଆଉ ଅନେକ ଗୁଡ଼ିଏ ୟୁଥ ମାନଙ୍କର ଲାଇଫରେ ମଧ୍ୟ ପ୍ରଭୁ କାମ କରିବା ପାଇଁ ଚାହୁଁଛନ୍ତି। ମାଇଣ୍ଡ ଏଜୁକେସନ କାମ ମଧ୍ୟ ଆମେ ଷ୍ଟାର୍ଟ କରିବା। ତାପରେ ଆମର ସିଲଭର ଗ୍ରୁପ ଯୋଉଟା ଅଛି, ଆଉ ତାଙ୍କ ପାଇଁ ମଧ୍ୟ ମଣ୍ଡଳୀ କିଛି ବିଷୟ ଆହୁରି ଯୋଜନା ଆ, କରୁଅଛି, ଯେମିତି ସେମାନଙ୍କର ଜୀବନରେ ମଧ୍ୟ ସେମାନେ ପରମେଶ୍ୱରଙ୍କ ସାମ୍ନାରେ ବହୁତ ମୂଲ୍ୟବାନ ଭାବରେ ଖୁସିର ସମୟକୁ ବିତେଇବେ। ଆଉ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରିବା ଦ୍ୱାରା ଯେପରି ଆମମାନେ ପ୍ରଭୁଙ୍କର ସହିତ ଏଞ୍ଜୟ କରିପାରିବା। କାରଣ ସ୍ପିରିଚୁଆଲ ଏନଜୟମେଣ୍ଟ ଆତ୍ମିକ ଭାବରେ ଏଞ୍ଜୟ କରିବା, ଆନନ୍ଦ କରିବା ଠାରୁ ଅଧିକ ଆନନ୍ଦ ବିଷୟ କିଛି ନୁହେଁ। ତେଣୁକରି ଏହି ସମୟରେ ଆମମାନେ ଅନ୍ୟାନ୍ୟ ଜାଗାରେ ମଧ୍ୟ, ଖାଲି ଏଇ ଜାଗା ନାହିଁ କିନ୍ତୁ ଅନ୍ୟାନ୍ୟ ଜାଗା ମାନଙ୍କରେ ମଧ୍ୟ ଯାଇକି ଆମେ ସମସ୍ତେ ଏହି ସୁସମାଚାରକୁ ପ୍ରଚାର କରିବାଟା ହଉଛି ପ୍ରଭୁଙ୍କର ଇଚ୍ଛା। କିନ୍ତୁ ମଣ୍ଡଳୀ ଭିତରେ ସେଠି ଯଦି ଆମମାନେ ପରମେଶ୍ୱରଙ୍କର ହୃଦୟ ଗ୍ରହଣ କରିକି ଆମମାନେ ମୁଭ କରୁନୁ, ଯଦି ଆମେ ନିଜ ସହିତ ହିଁ ଲିପ୍ତ ହେଇକି ବଞ୍ଚିବା, ତାହେଲେ ଆମମାନଙ୍କୁ କିଏ କିଛି ନ କହିଲେ ମଧ୍ୟ ନିଜେ ହିଁ ଆମ ହୃଦୟ ଭିତରେ ଆମମାନେ ହାଲିଆ ହେଇଯିବ। ତେଣୁକରି ଆଜି ଅଳ୍ପ ସମୟ ଏ ବୁଧବାର ଗିର୍ଜାରେ ମଧ୍ୟ ଆମମାନେ ବହୁତ ମୂଲ୍ୟ ସମୟକୁ ପାଇଥିବା ଯୋଗୁଁ ଆମେ ପରମେଶ୍ୱରଙ୍କର ହୃଦୟ କଣ, ଆଉ ଈଶ୍ୱର କଣ ଚାହୁଁଛନ୍ତି ଆମମାନଙ୍କ ଆଡକୁ, ସେଇ ବିଷୟରେ ଯଦି ଆମେ ଚିନ୍ତା କରିବା, ତାହେଲେ ମୁଁ ଭାବୁଛି ପରମେଶ୍ୱରଙ୍କ ଠାରେ ଆମେ ନୂଆ ହୃଦୟକୁ ମଧ୍ୟ ପାଇପାରିବା। ତେଣୁକରି ଆଜି ଯେମିତି ଲୋକ ପୁସ୍ତକରେ ଯାହାକି ଆମମାନେ ପଢିଛୁ, ତ ଏଇ ଜାଗାରେ ଯୀଶୁ କଣ ବୋଲି ଲେଖା ହେଇଛି ଦେଖନ୍ତୁ। ଅ 21 ପଦରେ ଲେଖା ହେଇଛି ଯେ ସେହି ଦଣ୍ଡରେ ସେ ପବିତ୍ର ଆତ୍ମାଙ୍କ ଠାରେ ଉଲ୍ଲସିତ ହେଇ କହିଲେ। ତ ପବିତ୍ର ଆତ୍ମାଙ୍କ ଠାରେ ଉଲ୍ଲସିତ ମାନେ କଣ? ପ୍ରକୃତରେ ବହୁତ ଖୁସି, ହଁ, ଆଉ ବହୁତ ଗୁଡେ ମାନେ କେମିତି କହିବି ମୁଁ ଗୋଟେ ୱାର୍ଡରେ, ପରମେଶ୍ୱର ଏ ଯୀଶୁ ଏ ଜାଗାରେ ଆନନ୍ଦରେ ପରିପୂର୍ଣ୍ଣ ଅଛନ୍ତି। ଯଦି ପବିତ୍ର ଆତ୍ମାଙ୍କ ଠାରେ ଉଲ୍ଲସିତ ହୋଇ କହିଲେ, ଆଉ କେମିତି ପବିତ୍ର ଆତ୍ମାଙ୍କ ଠାରେ ଆମେ ଉଲ୍ଲସିତ କରିପାରିବା? ତ ଗୋଟେ ଗୋଟେ ବିଷୟ ଯଦି ଆମେ ଚିନ୍ତା କରିବା, ଯୀଶୁ ଏ ଜାଗାରେ ପବିତ୍ର ଆତ୍ମାଙ୍କ ଠାରେ ବା ପବିତ୍ର ଆତ୍ମାଙ୍କ ସହିତ ଉଲ୍ଲସିତ ବା ଆନନ୍ଦ କରୁଛନ୍ତି। କଣ ବୋଲି ସେ କହିଲେ, ପିତ ସ୍ୱର୍ଗ ଓ ପୃଥିବୀର ପ୍ରଭୁ, ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ଠାରୁ ଏ ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ। ଏ ନିମନ୍ତେ ତୁମର ସ୍ତୁତିବାଦ କରୁଅଛି, ହଁ ପିତ, କାରଣ ଏହା ତୁମ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା। ତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ, ଆମମାନେ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କର, ତାହା ଜାଣିବା ବହୁତ ଗୁରୁତ୍ୱପୂର୍ଣ୍ଣ। ଈଶ୍ୱର କୋଉ ସ୍ଥିତିରେ ଆମ ସହିତ ଖୁସି ହେଇପାରିବେ, ଈଶ୍ୱର କୋଉ ସ୍ଥିତିରେ ଆମ ସହିତ ଆନନ୍ଦିତ ହେଇପାରିବେ। ପ୍ରଥମ ଜିନିଷ, ଯୀଶୁ ଖ୍ରୀଷ୍ଟ ଯେଉଁ ସମୟରେ এই ଜଗତରେ ମଧ୍ୟ ଥିଲେ, ସଦାବେଳେ ସେ ପରମେଶ୍ୱରଙ୍କର ଆତ୍ମାଙ୍କ ଦ୍ଵାରା ଚାଳିତ ହେଇକି ଜୀବନ ବିତାଉଥିଲେ। ପରମେଶ୍ୱରଙ୍କର ଇଚ୍ଛାକୁ ସଫଳ କରିବା ପାଇଁ ସେ ଆଗକୁ ବଢୁଥିଲେ। ପ୍ରଭୁଙ୍କର ଯୋଜନା ଯାହା ବି ପରମେଶ୍ୱର କରିଥିଲେ, ସେ ଯୋଜନାକୁ ସଫଳ କରିବା ନିମନ୍ତେ ଯୀଶୁ ସମସ୍ତ ସମୟରେ ସେଇ ବିଷୟ ହିଁ ସେ ମୂଳ ଭାବରେ ସେ
ରଖିକି ସେ ବଞ୍ଚୁଥିଲେ। ତେଣୁକରି ଯେତେବେଳେ ଆମେ ଚିନ୍ତା କରିବା ଯୀଶୁ ମଧ୍ୟ ଯେତେବେଳେ ଶରୀର ରୂପ ହେଇକି ଥିଲେ ତ ତାଙ୍କୁ ମଧ୍ୟ ଅନେକ ଗୁଡେ ତାଳନା ଅନେକ ଗୁଡେ ସମୟରେ ଚକ୍ରାନ୍ତ କଲେ ତାଙ୍କୁ ଧରିବା ପାଇଁ। ତ ସମୟ ଉପସ୍ଥିତ ହେଲା ପୂର୍ବ ପର୍ଯ୍ୟନ୍ତ ଏଇଟା କେବେ ମଧ୍ୟ ଯୀଶୁ ଖ୍ରୀଷ୍ଟ ସବୁବେଳେ ଉତ୍ତମ ପରିସ୍ଥିତିରେ ବଞ୍ଚୁଥିଲେ କି ଉତ୍ତମ ପରିବେଶରେ ସେ ବଞ୍ଚିଲେ ସେମିତି କେବେ ମଧ୍ୟ ଭାବିବା ଆମର ଯଥାର୍ଥ ନୁହେଁ। ତ ଯୋଉ ଜାଗାରେ ସୁଷମାଚାର ପ୍ରଚାର କରୁଥିଲେ ସେଠି ଫାରସୀ ମାନେ ଜିହୁଦୀ ମାନେ ଯୀଶୁଙ୍କୁ ବିରୋଧ କରୁଥିଲେ, ଯୁକ୍ତି କରୁଥିଲେ, ତର୍କ ବିତର୍କ କରୁଥିଲେ। ତ ଏକ୍ଜାକ୍ଟଲି ମୁଁ ଯଦି କହିବି ସୁଷମାଚାର ପ୍ରସାରିତ ହେବା ପରିବେଶରେ ବା ଲୋକମାନେ ଯେତେବେଳକୁ ଯୀଶୁଙ୍କ ଠାରୁ ବାକ୍ୟକୁ ଶୁଣୁଥିଲେ, ସୁଷମାଚାର ଶୁଣୁଥିଲେ, ଅନନ୍ତ ଜୀବନର ରହସ୍ୟକୁ ସେମାନେ ଶୁଣୁଥିଲେ, ତ ସେଇ ସମୟରେ ସେ ପାଖରେ ଦି ପ୍ରକାର ଦଳ ଲୋକ ଥିଲେ। ଗୋଟେ ପ୍ରକାର ଦଳର ଲୋକମାନେ ଯୀଶୁଙ୍କ ବାକ୍ୟ ଶୁଣିଲା ପରେ ଦେଖା ଯାଉଥିଲେ, କିନ୍ତୁ ସେମାନେ ଆତ୍ମାରେ ଉତ୍ତେଜିତ ହଉଥିଲେ, ଆତ୍ମାରେ ଉଦ୍ବିଗ୍ନ ହଉଥିଲେ, ଆଉ ସେମାନେ ତର୍କ ବିତର୍କ କରୁଥିଲେ, ଯୁକ୍ତି ତର୍କ କରୁଥିଲେ। ସେମାନେ କେବେ ଯୀଶୁଙ୍କର ଶିକ୍ଷାରେ ସେମାନେ ତାଙ୍କର ହୃଦୟ ଭିତରେ ଗ୍ରହଣ କରିପାରୁନଥିଲେ। ତ ଟୋଟାଲ ଯଦି ଆମେ ଦେଖିବା ଯୀଶୁ ଖ୍ରୀଷ୍ଟ କୋଉ ବିଷୟକୁ ନେଇକି ଗୁରୁତ୍ୱପୂର୍ଣ୍ଣ ଦେଉଥିବେ ତାଙ୍କର ଜୀବନ ଏ ଜଗତରେ ଥିଲା ସମୟରେ ଯୀଶୁ ଖ୍ରୀଷ୍ଟ କୋଉ ବିଷୟକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭାବରେ ଲୋକମାନଙ୍କ ସହିତ କଥା ହେଇଥିବେ? ନିହାତି ସୁଷମାଚାରକୁ ସେ କହିଥିଲେ, ନିହାତି ସେ ସ୍ୱର୍ଗରାଜ୍ୟ ବିଷୟରେ କହିଥିଲେ, ପରିତ୍ରାଣ ବିଷୟରେ କହିଥିଲେ, କାରଣ ସେ ପରିତ୍ରାଣ ଦେବା ପାଇଁ ହିଁ ଜଗତକୁ ଆସିଥିଲେ। କିନ୍ତୁ ଯେତେବେଳେ ପରିତ୍ରାଣ ବିଷୟରେ ଯୀଶୁ କହୁଥିଲେ ସେ ଭିତରେ ଲୋକମାନେ ଥିଲେ ଯୋଉ ଲୋକମାନେ କି ଯୀଶୁଙ୍କର ବାକ୍ୟକୁ ଶୁଣୁଥିଲେ, ଜୀବନ ଭାବରେ ଗ୍ରହଣ କରୁଥିଲେ, ଆଉ ସେଠି ମଧ୍ୟ ଲୋକମାନେ ଥିଲେ ଯୋଉମାନେ କି ଯୀଶୁଙ୍କର ବାକ୍ୟ ଶୁଣିକି ଉଦ୍ବିଗ୍ନ ହଉଥିଲେ, ଯୀଶୁଙ୍କ ବାକ୍ୟ ଶୁଣିକି ସେମାନେ ରାଗି ଯାଉଥିଲେ, ଯୀଶୁଙ୍କ ବାକ୍ୟ ଶୁଣିକି ସେମାନେ ତାଙ୍କର ଦୋଷ ଧରୁଥିଲେ। ଆଉ ସବୁଠାରୁ ଅଧିକ କୌତୁକ ବିଷୟ ହଉଛି କଣ, ଯୀଶୁ ଯେତେବେଳେ ତାଙ୍କର ଅଥରିଟିର ବିଷୟ ଅଧିକାର ମୂଳକ ଭାବରେ ଯାହା ଯୀଶୁ କହୁଥିଲେ, ସେ ଅଧିକାର ମୂଳକୁ ଯାହାକି ପରମେଶ୍ୱର ଦେଇଥିଲେ ସେଇଟା ମଧ୍ୟ ଶୁଣିକି ସେମାନେ ଗ୍ରହଣ କରିପାରନ୍ତି। ଅନେକ ଅନେକ କାହାଣୀରେ ଯୀଶୁଙ୍କ ବିଷୟରେ ସେମାନେ କଣ ବୋଲି କହୁଛନ୍ତି ଯେ କିଏ ୟାକୁ ଅଧିକାର ଦେଲା ପାପ କ୍ଷମା ହେଲା କହିବା, ଇଏ ହଉଛନ୍ତି ଈଶ୍ୱର ନିନ୍ଦା କରୁଛନ୍ତି ନା ନାଇଁ। ଅନେକ ଗୁଡେ ସମୟରେ ଯୀଶୁଙ୍କୁ ସେମାନେ ବିରୋଧ କରୁଛନ୍ତି। ତ ମୁଁ କହିବାକୁ ଚାହୁଁଛି ଯୀଶୁ କେମିତି ଗୋଟେ ଉତ୍ତମ ପରିସ୍ଥିତିରେ ସୁସମାଚାର ପାଇଁ ସମୟ ଦେବାଟା କି ଯୀଶୁ ଖ୍ରୀଷ୍ଟ ଉତ୍ତମ ପରିବେଶରେ ସେ ପ୍ରଚାର କରୁଥିଲେ ସେମିତି କେବେ ମଧ୍ୟ ନୁହେଁ। ଯେମିତି ତୀତଶ୍ରୀ ପୁସ୍ତକ ଲେଖା ହେଇଛି ଯେ ବାକ୍ୟକୁ ପ୍ରଚାର କର ସମୟରେ କି ଅସମୟ। ତ ଅଧିକାଂଶ ସମୟରେ ମୁଁ ଏ ପ୍ରକାର ଭାବୁଥିଲି ହଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ହେଲେ ସବୁ ଠିକ ଠାକ ହେଲେ ମୁଁ ସୁସମାଚାରକୁ ପ୍ରଚାର କରିବି। କିନ୍ତୁ ଏଇଟା ଗୋଟେ ବିଷୟ ଯାହାକି ଭ୍ରମ ଚିନ୍ତା ମୋର, ମୁଁ କେବଳ ଜାଣୁନଥିଲି ଯେ ଏଇଟା ବହୁତ ଭୁଲ ଚିନ୍ତା ମୋର। କିନ୍ତୁ ବିପରୀତ ଭାବରେ ଯଦି ଆମେ ପ୍ରଭୁଙ୍କର କାର୍ଯ୍ୟକୁ ଦେଖୁଛୁ ତ ପରମେଶ୍ୱର ଚାହୁଁଛନ୍ତି ଆମକୁ କହିବା ପାଇଁ ଯେ ପବିତ୍ର ଆତ୍ମାଙ୍କ ଠାରେ ଉଲ୍ଲସିତ କରିବା ବିଷୟ। ହେଲେ ପବିତ୍ର ଆତ୍ମାଙ୍କ ଠାରେ ଉଲ୍ଲସିତର ଜୀବନ ଯାପନ, ଯେତେବେଳେ ଆମେ ଶାରୀରିକ ଭାବରେ ଜୀବନ ଯାପନ କରୁଥିଲୁ, ଏ ଶାରୀରିକ ଭାବରେ ଜୀବନ ଯାପନ କରିବାର ଯଦି ଆମେ ସୀମାକୁ ପହଞ୍ଚିବା, ଏ ଶାରୀରିକ ଜୀବନ ଯାପନର ଖୁସିର ସୀମାକୁ ଯଦି ପହଞ୍ଚିବା, ତାହେଲେ ଏଇଟା ଗୋଟେ ବିଷୟ ଅତି କଷ୍ଟକର ବିଷୟ ନାହିଁ କି ଏଇଟା ଗୋଟେ ବିଷୟ ଜାଣିବା ପାଇଁ ଅତି କଷ୍ଟର କୌଣସି ବିଷୟ ହିଁ ନାହିଁ। କାହିଁକି? ଅଲରେଡି ଜଗତରେ ଆମେ ଦେଖି ଆସୁଛୁ, ଏଇ ଜଗତରେ ବଞ୍ଚିଲା ସମୟରେ ଏ ଜଗତର ରିଆଲିଟିକୁ ଆମେ ଜାଣିଛୁ। ସେଥିପାଇଁ ମଣ୍ଡଳୀର ସାହାଯ୍ୟରେ ସହଭାଗିତା ମାଧ୍ୟମରେ ପ୍ରଭୁଙ୍କର ବାକ୍ୟର ଚେତା ଦ୍ଵାରା ପ୍ରଭୁଙ୍କର ଅନୁଗ୍ରହ ଦ୍ଵାରା ଆମେ ଶାରୀରିକ ଜୀବନକୁ ଆମେ ସ୍ପଷ୍ଟ ଭାବରେ ନିରୀକ୍ଷଣ କରିପାରିବା ଯେ ଶାରୀରିକ ଭାବ ହଉଛି ମୃତ୍ୟୁଜନକ। ଆମେ ତାପରେ ଲେଖା ହେଇଛି ବାଇବଲରେ ଶାରୀରିକ ଭାବ ଈଶ୍ୱରଙ୍କ ବିରୁଦ୍ଧରେ ଶତ୍ରୁତା, ପୁଣି ଈଶ୍ୱରଙ୍କର ବ୍ୟବସ୍ଥାରେ ବଶୀଭୂତ ହେବା ଅସମ୍ଭବ। ତ ଯଦି ଈଶ୍ୱରଙ୍କ ବିରୁଦ୍ଧରେ ଶତ୍ରୁତା ହଉଛି ଶାରୀରିକ ଭାବରେ ବଞ୍ଚିବାର ଜୀବନ ଯାପନ, ଯଦି ଈଶ୍ୱରଙ୍କ ବ୍ୟବସ୍ଥାରେ ବଶୀଭୂତ ନ ହେବାର ଯଦି ଶାରୀରିକ ଜୀବନ, ତାହେଲେ କୋଉ ପ୍ରକାର ଭାବରେ ଆମେ ଚିନ୍ତା କରିବା? ପରମେଶ୍ୱର ଆମମାନଙ୍କୁ ସ୍ପଷ୍ଟ ଭାବରେ ଆମ ଜୀବନ କାଳରେ ଦେଖଉଛନ୍ତି ଯେ ସତରେ ଈଶ୍ୱରଙ୍କର ଦୃଷ୍ଟିରେ ଈଶ୍ୱରଙ୍କର ବାକ୍ୟ ଦ୍ଵାରା ଆମମାନେ ନିହାତି ସ୍ପର୍ଶ, ଆମ ନିହାତି ନିଜର ଛବିକୁ ଆମେ ପାଇବା ନିହାତି ଆବଶ୍ୟକ। ଯଦି ପ୍ରଭୁ ଆମମାନଙ୍କୁ ଅନୁଗ୍ରହ ଦେବେ ନାହିଁ ତାହେଲେ ଆମେ ଗୋଟେ ଲୋକ ନାହିଁ ଯିଏକି ଏ ସତ୍ୟତାକୁ ଜାଣିପାରେ। ପ୍ରଭୁ ଯଦି ଆମକୁ ଦୟା ଦେବେ ନାହିଁ ତାହେଲେ ଏ ସତ୍ୟତାକୁ ଜାଣିପାରିବେ। ଏଥିରେ ଲେଖା ହେଇଛି କଣ ବୋଲି
ଯେ ଈଶ୍ୱର ଯୀଶୁଖ୍ରୀଷ୍ଟ ପବିତ୍ରାତ୍ମା ଠାରେ ଉଲ୍ଲସିତ କରି କହିଲେ ଯେ এই ସମସ୍ତ ବିଷୟ ଜ୍ଞାନୀ ଆଉ ବୁଦ୍ଧିମାନ ଲୋକମାନଙ୍କ ଠାରୁ এই ସମସ୍ତ ବିଷୟ ଗୁପ୍ତ ରଖାଯାଇଛି। ଏଇଟା ଗୋଟେ ସାଧାରଣ ବିଷୟ ନାହିଁ ନା। ହଁ? ଜ୍ଞାନୀ ଆଉ ବୁଦ୍ଧିମାନ ଲୋକମାନେ ମଧ୍ୟ ଏ ବିଷୟ ଜାଣିନାହାନ୍ତି, କିନ୍ତୁ ଶିଶୁମାନଙ୍କ ନିକଟରେ ତମେ ପ୍ରକାଶ କର। ତ ଇଏ ଜ୍ଞାନୀ ଆଉ ବୁଦ୍ଧିମାନ ଲୋକ ଆଉ ଶିଶୁମାନଙ୍କ ଭିତରେ ତଫାତ୍ ଦେଖିବା ତାହେଲେ ସେଠି ବହୁତ ଗ୍ରେଟ୍ ଡିଫରେନ୍ସ ଅଛି। ଏଇ ଜଗତର ଷ୍ଟାଣ୍ଡାର୍ଡ ଯୋଉ ଦେଖିବା, ଏଇ ଜଗତରେ ଅଧିକ ଲୋକମାନଙ୍କର ହୃଦୟ ଜ୍ଞାନୀ ମାନଙ୍କ ଆଡକୁ, ପଣ୍ଡିତ ମାନଙ୍କ ଆଡକୁ, ବୁଦ୍ଧିମାନ ଲୋକ ଆଡକୁ ଭରସା କରିବା ପାଇଁ, ଶୁଣିବା ପାଇଁ, ତାଙ୍କ ସହିତ ଜଡିତ ହେବା ପାଇଁ, ନିଜର ଲାଭ ପାଇଁ ସେମାନେ ଏଇ ପ୍ରକାର ଲୋକଙ୍କ ସହିତ ଜଡିତ ହେବା ପାଇଁ ଚାହିଁଥାଏ। କିନ୍ତୁ କୋଉ ବିଷୟ ଏମାନଙ୍କ ପାଇଁ ଗୁପ୍ତ ଜାଣିଛନ୍ତି, ଏମାନଙ୍କ ପାଇଁ ଯାହା ଆବଶ୍ୟକ ଅଟେ ମନୁଷ୍ୟ ପାଇଁ, ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଜାଣିବା ପାଇଁ, ସେଇଟା ଗୁପ୍ତ ଅଛି ଆମ ପାଖରେ। କିନ୍ତୁ ଶିଶୁମାନଙ୍କ ପାଖରେ ସେ ପ୍ରକାଶ କଲେ ଲେଖା। ଯେତେବେଳେ ମୁଁ ଆମ ମଣ୍ଡଳୀ ବିଷୟରେ ଭାବୁଛି, ମଣ୍ଡଳୀ ଭିତରେ ପ୍ରଭୁଙ୍କ ଦାସ ମାନଙ୍କର ଜୀବନ ଯାପନକୁ ଦେଖୁଛି, କି ଆମଙ୍କର ମଣ୍ଡଳୀର ଜୀବନ ଯାପନକୁ ଯଦି ଦେଖିବା ତାହେଲେ ଏଟା ବହୁତ ଆଶ୍ଚର୍ଯ୍ୟ। ପରମଶଙ୍କର ଦାସଙ୍କ ମୁଖରୁ ସେଇଠି ବହୁତ ଦିନ, ବହୁତ ବର୍ଷ ପୂର୍ବରୁ କହୁଥିଲେ, ହଁ ଏ ବାଇବଲ ଭିତରେ ସମସ୍ତ ଖୁସି ଲୁଚିକି ଅଛି, ଏ ବାଇବଲ ଭିତରେ ସମସ୍ତ ଆନନ୍ଦ ଭର୍ତ୍ତି ହେଇକି ଅଛି। ଦେନ୍ ବିଶ୍ୱାସର ଯାତ୍ରା ପଥରେ ଆମମାନେ କୋଉ ରାସ୍ତା, କୋଉ ବିଷୟକୁ ଧରିକି ଆଗକୁ ଯାଇ। ଆଜି ମଧ୍ୟ କନଫରେନ୍ସରେ ମୁଁ ଏଭରି ପୁସ୍ତକ 11 ପର୍ବର 7 ପଦକୁ ନେଇକି ମୁଁ ପ୍ରଚାର କଲା ସମୟରେ କହୁଥିଲି, ବିଶ୍ୱାସ ଦ୍ୱାରା ଅପ୍ରକାଶିତ ବିଷୟର ପ୍ରତ୍ୟାଦେଶ ପାଏ, ଯାହା ପ୍ରକାଶ ହେଇନଥିଲା ମହଙ୍କ ଚକ୍ଷୁ ଆଗରେ। ପ୍ରକାଶ ନ ହେବା ବିଷୟକୁ ସେ ବିଶ୍ୱାସର ଚକ୍ଷୁରେ ଗ୍ରହଣ କଲେ। ଆଉ ଲେଖା ହେଇଛି ବାଇବଲରେ, ବିଶ୍ୱାସ ଦ୍ୱାରା ସେ ଜଗତକୁ ଦୋଷୀ କରିପାରିଲେ ଲେଖା ହେଇଛି। ତ ବିଶ୍ୱାସ ଦ୍ୱାରା ਜਦੋਂ ସେ ଜଗତକୁ ଦୋଷୀ କଲେ, ଆଉ ସେ ଜାହାଜକୁ ନିର୍ମାଣ କଲେ, ଜାହାଜକୁ ତିଆରି କଲେ, ଆଉ ଜାହାଜ ଭିତରେ ସେ ପ୍ରବେଶ କଲେ। ତ ଏ ବିଶ୍ୱାସ ଗୋଟେ ବିଷୟ ଯାହାକି ପ୍ରଭୁ ଆମକୁ ଅନୁଗ୍ରହ ଦ୍ୱାରା ଦେଇଅଛନ୍ତି। ତେଣୁକରି ଇଏ ଜ୍ଞାନୀ ଆର ବୁଦ୍ଧିମାନ ଲୋକ ସଦୃଶ ହେବା ପାଇଁ ଯୋଉ ଲୋକ ସଂଘର୍ଷ କରୁଛନ୍ତି ଆଜି, ଯଦି ଆମମାନଙ୍କ ପାଖରେ ସମସ୍ତ ପ୍ରକାର ଜାଗତିକ ଜ୍ଞାନର ଭଣ୍ଡାର ଯଦି ଅଛି, ଯଦି ଆମେ ଏଇ ଜଗତର ବୁଦ୍ଧିରେ ଯଦି ଆମେ ପାରଙ୍ଗମ ଥାଇପାରୁ, ମାତ୍ର ଯଦି ପରମେଶ୍ୱରଙ୍କର ଯେମିତି ଲେଖା ହେଇଛି ଯେ ଏ ସମସ୍ତ ବିଷୟ ମାନେ କୋଉ ବିଷୟ ଗୁପ୍ତ ଅଛି, ଏଇଟା ହଉଛି ଆତ୍ମିକ ଜଗତ, ଏଇଟା ହଉଛି ସ୍ୱର୍ଗରାଜ୍ୟର ଯିବାର ରାସ୍ତାର ଗୁପ୍ତ ବିଷୟ ଅଛି, ଏଇଟା ହଉଛି ସୁଷମାଚାରର ଜୀବନ। ଭାଇରେ ଭଉଣୀ ମାନେ, ଯଦି ଆମମାନେ ଯୀଶୁଙ୍କର ସହିତ ସଂଯୁକ୍ତ ହେବାର, ଯୀଶୁଙ୍କ ସହିତ ଜଡ଼ିତ ହେଇକି ଜୀବନ ଯାପନ ବିତେଇବାର ଅଧିକରୁ ଅଧିକ ଯଦି ଆମେ ନିକଟବର୍ତ୍ତୀ ହେଇପାରୁ, ତାହେଲେ ଆମେ ଅନ୍ୟ ବିଷୟରେ ଯଦି ଆମେ ଆସକ୍ତ, ତାହେଲେ ଈଶ୍ୱରଙ୍କ ସାମ୍ନାରେ ଏଇଟା କେବଳ ଯଥାର୍ଥ ବିଷୟ ନାହିଁ। ତେଣୁକରି ଯଦି ଆମେ ତଳେ ଦେଖିବା ତାହେଲେ 22 ପଦରେ ଲେଖା ହେଇଛି, ମୋର ପିତାଙ୍କ କର୍ତ୍ତୃତ୍ୱ ସମସ୍ତ ବିଷୟ ମୋ ଠାରେ ସମର୍ପିତ ହୋଇଅଛି। ମୋର ପିତାଙ୍କ କର୍ତ୍ତୃତ୍ୱ ସମସ୍ତ ବିଷୟ ଲେଖା, ଅଳ୍ପ ବିଷୟ ନାହିଁ, ସମସ୍ତ ବିଷୟ ମୋ ଠାରେ ସମର୍ପିତ ହୋଇଅଛି। ଆଉ ପୁତ୍ର କିଏ ଏହା ପିତାଙ୍କ ବିନା କେହି ଜାଣେ ନାହିଁ, ପିତା କିଏ ଏହା ପୁତ୍ରଙ୍କ ବିନା କେହି ଜାଣେ ନାହିଁ। ଏ ବାକ୍ୟ କେତେ ଆଶ୍ଚର୍ଯ୍ୟ ଭାବରେ ଲେଖା। ପରମେଶ୍ୱର କିଏ ସେଟା କେବଳ ଯୀଶୁ ଜାଣିଛନ୍ତି, ଯୀଶୁ କିଏ ସେଟା କେବଳ ପରମେଶ୍ୱର ଜାଣିଛନ୍ତି, ଲେଖା ହେଇଛି। ତାପରେ ଆଉ ଥରେ ତଳେ ଯୋଉ ଦେଖିବେ ତାହେଲେ ଏଇଟା ବହୁତ ମୂଲ୍ୟବାନ ବିଷୟ ଲେଖା ହେଇଛି। ଆଉ ପୁତ୍ର ଯାହା ନିକଟରେ ତାହାଙ୍କୁ ମାନେ କାହାକୁ, ଈଶ୍ୱରକୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି ସେ ଜାଣେ। ତାର ଅର୍ଥ ହଉଛି ବର୍ତ୍ତମାନ ଯୀଶୁଙ୍କ ପାଖରେ ଈଶ୍ୱରଙ୍କର ସମସ୍ତ ସମସ୍ତ ବିଷୟ ଯୀଶୁଙ୍କ ପାଖରେ ଅଛି। ପିତାଙ୍କର କର୍ତ୍ତୃତ୍ୱ ସମସ୍ତ ବିଷୟ ମୋ ଠାରେ ସମର୍ପିତ ଅଛି। ଆଉ ଯୀଶୁ ବର୍ତ୍ତମାନ ଯାହାକୁ ଚାହିଁବେ ସେ ବର୍ତ୍ତମାନ
ଜାଣିପାରିବୁ। ପୁଣି ସେ ଶିଷ୍ୟମାନଙ୍କ ପ୍ରତି ବୁଲି ପଡ଼ି କେବଳ ସେମାନଙ୍କୁ କହିଲେ, ତୁମେମାନେ ଯାହା ଯାହା ଦେଖୁଅଛ, ସେ ସବୁ ଯେଉଁ ଚକ୍ଷୁ ଦେଖେ ତାହା ଧନ୍ୟ। ଯାହା ଯାହା ଦେଖୁଅଛ, କଣ ଦେଖୁଅଛି? ବାଇବଲ କହୁଛି ବର୍ତ୍ତମାନ କଣ ବୋଲି? ତୁମେ ଯାହା ଯାହା ଦେଖୁଅଛ, ସେଇ ସବୁ ଯେଉଁ ଚକ୍ଷୁ ଦେଖେ ତାହା ଧନ୍ୟ। ପ୍ରଭୁ ମୋ ପାଖରେ ମୋ ଜୀବନରେ ଗୋଟେ ଏମିତିକାର ଚକ୍ଷୁ ଦେଲେ, ଚକ୍ଷୁ ଦ୍ଵାରା ମୁଁ ଯେତେବେଳେ ଦେଖିବା ଆରମ୍ଭ ବହୁତ ଆଶ୍ଚର୍ଯ୍ୟ ଦୁନିଆକୁ ମୁଁ ଦେଖିପାରିଲି। କିନ୍ତୁ ମୁଁ ଯଦି ସ୍ପଷ୍ଟ ଭାବରେ କହିବି ତାହେଲେ ଏ ଚକ୍ଷୁ ଯାହାକି ପ୍ରଭୁ ଦେଲେ ମତେ, ଏ ଚକ୍ଷୁ କୋଉଠି ଥିଲା ଜାଣିଛ? ଏ ଚକ୍ଷୁ ମୋର ଶରୀରରେ ଫିକ୍ସ ହେଇନାହିଁ। ପରମେଶ୍ୱରଙ୍କର ଦାସଙ୍କର ଚକ୍ଷୁ ହଉଛି ମୋ ପାଇଁ ଚକ୍ଷୁ। ମୁଁ ଯୋଉ ବିଷୟକୁ ମୁଁ ଯୋଉ ଜାଗାରେ ପହଞ୍ଚି ନାହିଁ, ମୋ ନିମନ୍ତେ ଈଶ୍ୱରଙ୍କ ଦାସ ସେଠାକୁ ପହଞ୍ଚି ସାରିଥିଲେ। ଏବେ ଇସ୍ରାଏଲ ଲୋକମାନେ ଜାଣିନଥିଲେ ଯେ ଆମକୁ ଉଦ୍ଧାର କରିବା ପାଇଁ ଈଶ୍ୱର ମଶାଙ୍କୁ ପଠଉଛନ୍ତି। ନା ନାଇଁ? ହଁ, ବର୍ତ୍ତମାନ ପରମେଶ୍ୱର ମଶାଙ୍କ ସହିତ ଚୁକ୍ତି କରୁଛନ୍ତି। ମଫିବୋଶତ ଜାଣିନାହିଁ। ଲଦବାରର ମାଖିର ଗୃହରେ ବର୍ତ୍ତମାନ ମଫିବୋଶତ ଭୟରେ କମ୍ପିତ ହେଇକି ରହୁଛି। ହଁ, ଦାଉଦ ହଉଛି ମୋର ପ୍ରଧାନ ଶତ୍ରୁ। ମୋର ଜେଜେବାପା ଦାଉଦଙ୍କୁ ମାରିବା ପାଇଁ ଚକ୍ରାନ୍ତ ଅନେକ ଥର କରିଥିଲେ। ହେଲେ ମୁଁ ଯଦି ତାଙ୍କ ନାତି ବୋଲି ଜାଣିବେ, ସାଉଲ ଦାଉଦ ରାଜା ମତେ କେବେ ଛାଡିବେ ନାହିଁ, ମତେ ହତ୍ୟା କରିବେ। ଏ ଚିନ୍ତାରେ ଦିନ ସାରା ସେ ବଞ୍ଚୁ। କିନ୍ତୁ ବର୍ତ୍ତମାନ ମଫିବୋଶତ ପାଇଁ ବର୍ତ୍ତମାନ ଜୋନାଥନ ଆଉ ଦାଉଦଙ୍କ ଭିତରେ କଣ ହେଇସାରିଥିଲା? ଚୁକ୍ତି ହେଇସାରିଥିଲା। ଜୋନାଥନ ଦାଉଦଙ୍କ ଭିତରେ ପ୍ରତିଜ୍ଞା ହେଇସାରିଥିଲା ଯେ ଜୋନାଥନ ଦାଉଦଙ୍କ ସହିତ କଣ ପ୍ରତିଜ୍ଞା କରିଥିଲେ? ମୁଁ ଚାଲିଗଲା ପରେ ମୋର ପୁତ୍ର କେତେବେଳେ ମନେ ପକେଇବ ମୋର ବଂଶ। ସେତେବେଳେ ଦାଉଦ ବର୍ତ୍ତମାନ ମଫିବୋଶତକୁ ଖୋଜୁଛନ୍ତି। ସାଉଲଙ୍କ ବଂଶରେ କିଏ ଅଛି କି ଯାହାକୁ ଆମେ ଦୟା ପ୍ରକାଶ କରିପାରିବା? ତାକୁ ଡାକ, ଖୋଜ। ହେ ମଫିବୋଶତକୁ ବର୍ତ୍ତମାନ ଖୋଜା ହଉଛି। କାହା ଦ୍ଵାରା ଖୋଜା ହଉଛି? ସେ ଜନାଥନ ଦାଉଦଙ୍କ ପ୍ରତିଜ୍ଞା ଦ୍ଵାରା ଖୋଜା ହଉଛି। ନା ନାଇଁ? ତେଣୁକରି ବର୍ତ୍ତମାନ ମଫିବୋଶତ ଗୋଟେ ଲୋକ ଯିଏ କି ଯୋଗ୍ୟ ନାହିଁ, କିନ୍ତୁ ସେ ଦାଉଦଙ୍କର ମେଜରେ ବସିକି ସେ ଅନନ୍ତ କାଳ ପର୍ଯ୍ୟନ୍ତ ସେ ସେଠି ବସିବ ବୋଲି ସେ ଅନୁଗ୍ରହକୁ ପାଇଲେ। ହଁ ନା ନାଇଁ? ତାହେଲେ କେତେ ଆଶ୍ଚର୍ଯ୍ୟ ବିଷୟ ଏଇଟା ଯେ ଆମମାନେ ମଧ୍ୟ ଗୋଟେ ଲୋକ କେବେ ମୁଁ ଜାଣିନଥିଲୁ ପରମେଶ୍ୱର ଏଇ ପ୍ରକାର ମଣ୍ଡଳୀ ଗୋଟେ ସ୍ଥାପନ କରିଛନ୍ତି ପୃଥିବୀରେ, ଯୋଉ ମଣ୍ଡଳୀରେ ମୁଁ ଜଣେ ସଦସ୍ୟ ହେଇଯିବି। କୋଉ ପ୍ରକାର ମଣ୍ଡଳୀ ଏଇଟା? ଏ ମଣ୍ଡଳୀର ମସ୍ତକ ହଉଛନ୍ତି ଯୀଶୁ ଖ୍ରୀଷ୍ଟ। ଖ୍ରୀଷ୍ଟ ହଉଛନ୍ତି ଏ ମଣ୍ଡଳୀର ମସ୍ତକ। ତ ଯେତେବେଳେ ପରମେଶ୍ୱର ଦାସଙ୍କର ଚକ୍ଷୁ ହଉଛି ମୋର ଚକ୍ଷୁ, ତାହେଲେ ମୋର ଦେଖିବା ଦୃଷ୍ଟିକୁ ମତେ ତଳେ ପକେଇବା ଆବଶ୍ୟକ ଥିଲା। କି ବର୍ତ୍ତମାନ ପରମେଶ୍ୱର ଦାସଙ୍କର ହୃଦୟ ଭିତରେ ମୋ ପାଇଁ ଯୋଉ ପ୍ରତିଜ୍ଞା ପରମେଶ୍ୱର ଦେଇଛନ୍ତି, ଅଧିକାଂଶ ସମୟରେ ମୁଁ ନିଜକୁ ବିଶ୍ୱାସ କରିବା ଦୁନିଆକୁ ଛାଡିବା ପାଇଁ, ନିଜକୁ ଧରିକି ବଞ୍ଚିବା ପାଇଁ ଅନେକ ସମୟରେ ମୁଁ ଚେଷ୍ଟା କରୁଛି। କିନ୍ତୁ ଏଇ ଜାଗାରେ ଆମେ ଯଦି ତଳେ ଦେଖିବା ତାହେଲେ ସେ ଲେଖା ହେଇଛି, 24 ପଦ ଦେଖନ୍ତୁ କଣ ଲେଖା ହେଇଛି। କାରଣ ମୁଁ ତୁମମାନଙ୍କୁ କହୁଅଛି, ତୁମମାନେ ଯାହା ଯାହା ଦେଖୁଅଛ ସେଇ ସବୁ ଅନେକ ଭାବବାଦୀ ଓ ରାଜା ଦେଖିବାକୁ ଇଚ୍ଛା କଲେ, କିନ୍ତୁ ଦେଖିଲେ ନାହିଁ। ପୁଣି ତୁମମାନେ ଯାହା ଯାହା ଶୁଣୁଅଛ ସେଇ ସବୁ ସେମାନେ ଶୁଣିବାକୁ ଇଚ୍ଛା କଲେ, କିନ୍ତୁ ଶୁଣିଲେ ନାହିଁ। ତ ବର୍ତ୍ତମାନ ବାଇବଲରେ ଲେଖା ହେଇଛି, ଯୀଶୁ କହୁଛନ୍ତି ଯେ ଅନେକ ଭାବବାଦୀ ଓ ରାଜା ଦେଖିବାକୁ ଇଚ୍ଛା କଲେ, କିନ୍ତୁ ଦେଖିପାରିଲେ ନାହିଁ। ପୁଣି ତୁମମାନେ ଯାହା ଯାହା ଶୁଣୁଅଛ ସେଇ ସବୁ ସେମାନେ ଶୁଣିବାକୁ ଇଚ୍ଛା କଲେ, କିନ୍ତୁ ଶୁଣିଲେ ନାହିଁ। ହଁ, ଆମେ ଏଇ ଜାଗାରେ ଆମେ ଗୋଟେ ବିଷୟକୁ ଜାଣିପାରିବା, ପରମେଶ୍ୱର ମତେ କେତେ ଯେ ଅନୁଗ୍ରହ ଦେଇଛନ୍ତି, ଏଇ ସୁଷମାଚାରକୁ ମତେ ଶୁଣେଇକି ବିଶ୍ୱାସ ମତେ କରିବା ପାଇଁ ସ୍ୱର୍ଗରୁ ଉର୍ଦ୍ଧ୍ୱରୁ ମତେ ପରମେଶ୍ୱର ଏହା ଦେଇଛନ୍ତି। ଆଜି ଯୋଉ କନଫରେନ୍ସରେ ଆମେ ସୁଷମାଚାର ପ୍ରଚାର କରୁଛୁ, ସେଠି କେତେ ଲିଡର ମାନେ ଆସିଥିଲେ। ତ ଏଇ ଲିଡର ମାନେ ସୁଷମାଚାର ଶୁଣିଲା ସମୟରେ ମୁଁ ଦେଖୁଥିଲି ବାକ୍ୟ ଏମାନଙ୍କ ଭିତରେ ପ୍ରବେଶ କରିବାର, ଆଉ ବାକ୍ୟ ଏମାନଙ୍କ ଚିନ୍ତାକୁ ଭାଙ୍ଗିବାର, ବାକ୍ୟ ଏମାନଙ୍କର ହୃଦୟ ଭିତରେ ଭୁଲ ବୁଝାମଣା ଠାରୁ ତାକୁ ବାହାର କରିବା। ବାକ୍ୟର ଶକ୍ତି ଅଛି ଏମାନଙ୍କ ଭିତରେ ଥିବା ସମସ୍ତ ଭୁଲ ଚିନ୍ତାକୁ ସମ୍ପୂର୍ଣ୍ଣ ଚୂର୍ଣ୍ଣ କରିବା। ଶେଷରେ ସେମାନେ ଏଇ ପ୍ରକାର ଭାବରେ ସେମାନେ ସ୍ୱୀକାର କରୁଥିଲେ, ସତରେ
ଆମେ କେବଳ ନିଜକୁ ଦୋଷୀ କରିକି ପାପୀ ପାପୀ କହିକି ଆମେ ଅନ୍ୟମାନଙ୍କୁ ମଧ୍ୟ ଆମେ ଏ ପ୍ରକାର ଶିକ୍ଷା ଦଉଛୁ। ଆଜି ପ୍ରାଞ୍ଜଳ ଭାବରେ ଆମେ ଜାଣିପାରୁଛୁ ସତରେ ଆମେ ଧାର୍ମିକ। ପରମେଶ୍ୱର ଆମକୁ ପବିତ୍ର କରୁଛନ୍ତି, ଯୀଶୁ ସମାପ୍ତ କରୁଛନ୍ତି, ସେଥିପାଇଁ ସେ କହିଲେ ସମାପ୍ତ। ତ ଆଜି ଆଉ ଗୋଟେ ବ୍ୟକ୍ତି ଆସିଥିଲେ, ଆଉ ସେ କହିଲେ ମୁଁ ଆଜି ପ୍ରକୃତ ଖ୍ରୀଷ୍ଟାନ ହେଲି। ତ ଗୋଟେ ଭାଇ ଆସିକି ମତେ କହିଲେ ଖୁସିରେ, ପାଷ୍ଟର ସେ ବାକ୍ୟ ଶୁଣିଲା ପରେ ଏମିତି କହୁଛନ୍ତି, ଆଜି ମୁଁ ପ୍ରକୃତ ଖ୍ରୀଷ୍ଟିଆନ ହେଲି। ସତରେ ଯଦି ଏ ବିଷୟକୁ ଆମେ ଶୁଣୁଛୁ ତାହେଲେ ଏଟା କେତେ ଆଶ୍ଚର୍ଯ୍ୟ। ପରମେଶ୍ୱର ଆମମାନଙ୍କୁ ମଣ୍ଡଳୀ ଦେଲେ, ଯୋଉ ମଣ୍ଡଳୀର ମସ୍ତକ ଖ୍ରୀଷ୍ଟ, ଆଉ ଏ ଖ୍ରୀଷ୍ଟଙ୍କ ମଣ୍ଡଳୀରେ ପରମେଶ୍ୱରଙ୍କର ଆତ୍ମା ବହୁଅଛି। ତେଣୁକରି ଯେତେବେଳେ ଆମେ ସୁଷମାଚାର କାର୍ଯ୍ୟକଳାପରେ ଦେଖାଯାଉଛି ସତ, କିନ୍ତୁ ଏଇଟା କେବେ ମଧ୍ୟ ସତ୍ୟ ନୁହେଁ ଯେ ସତରେ ଆମେ ଈଶ୍ୱରଙ୍କର ହେଲ୍ପର କି ସୁଷମାଚାର ପ୍ରଚାରକ। କିନ୍ତୁ ପ୍ରଭୁ ଆମକୁ ଦୟା ଦେଇଛନ୍ତି, ପ୍ରଭୁ ଆମକୁ ଦୟା ଦେଇଛନ୍ତି, ପ୍ରଭୁ ଆମକୁ ଅନୁଗ୍ରହ କରୁଛନ୍ତି। ସେଥିପାଇଁ ଆମେ ସେଇ ବିଷୟକୁ ଦେଖିପାରିଲୁ, ଯୋଉ ବିଷୟ କି ଅନେକ ଭାବବାଦୀ ଆଉ ଅନେକ ଭାବବାଦୀ ଆଉ ରାଜା ମାନେ ଦେଖିବାକୁ ଇଚ୍ଛା କଲେ କିନ୍ତୁ ଦେଖିପାରିଲେ ନାହିଁ, ଶୁଣିବା ପାଇଁ ଇଚ୍ଛା କଲେ କିନ୍ତୁ ଶୁଣିପାରିଲେ। ତ ମୋର ହୃଦୟ ଭିତରେ ମୁଁ ଦୁଃଖିତ ଯେ ଆଜି ମଣ୍ଡଳୀ ଭିତରେ ଅନେକ ଗୁଡେ ଲୋକମାନଙ୍କ ଭିତରେ ସେମାନେ ଏବେ ପର୍ଯ୍ୟନ୍ତ ନିଜର ଶରୀରର ଅଭିଳାଷ ଧରି, ଶରୀରର କଣ୍ଡିସନକୁ ଧରିକି ସେମାନେ ବଞ୍ଚୁଅଛୁ। ହଁ, ସମୟକୁ ନଷ୍ଟ କରିକି ଆମେ ଯଦି ବଞ୍ଚିବା ତାହେଲେ, ହଁ ପ୍ରଭୁ ଆମକୁ ଯୋଉ ଅନୁଗ୍ରହ ଦେଇଛନ୍ତି, ପ୍ରଭୁ ଯୋଉ ଦୟା ଦେଇଛନ୍ତି, ପ୍ରଭୁ ଯୋଉ ପ୍ରେମ ଦେଇଛନ୍ତି ଆମକୁ, ତାହା କେତେ ଦୁଃଖର କାରଣ ହେଇଯିବ। ତେଣୁକରି ବର୍ତ୍ତମାନ ପରମେଶ୍ୱରଙ୍କର ମନ କଣ, ଆମର ଭାଇ ଭଉଣୀ ମାନେ, ଆମର ୟୁଥ ମାନେ, ଆମର ଷ୍ଟୁଡେଣ୍ଟ ମାନେ ନିଜର ଜୀବନ ପାଇଁ, ନିଜର ପ୍ରତ୍ୟେକ ଜୀବନର ପ୍ରତ୍ୟେକ ସ୍ଥିତିରେ ପରମେଶ୍ୱରଙ୍କୁ ତମେ ଯଦି ଆଗରେ ରଖିବ ତାହେଲେ, ହଁ ପରମେଶ୍ୱର ଆମ ନିମନ୍ତେ କାମ କରିବେ। ପ୍ରଭୁ ଆମମାନଙ୍କ ପାଇଁ ସମସ୍ତ ଯୋଜନା କରିସାରିଛନ୍ତି। ଆଉ ଯେତେବେଳେ ଆମେ ସେ ରାସ୍ତାରେ ଯାଉଛୁ, ଯୋଉ ରାସ୍ତା କି ଈଶ୍ୱର ତିଆରି କରୁଛି ଆମ ପାଇଁ, ସେଇ ଈଶ୍ୱରଙ୍କ ରାସ୍ତାରେ ଆମେ ଯଦି ଚାଲି ଚାଲି ଯିବା ତାହେଲେ ପ୍ରଭୁ ଆମ ପାଇଁ ସମସ୍ତ ବିଷୟ ପ୍ରାଚୁର୍ଯ୍ୟ ଭାବରେ ଦେବେ। ଆଉ ଯଦି ଆମ ଜୀବନରେ ତାଡନା ଆସିପାରେ, ଯଦି ଆମ ଜୀବନରେ କଷ୍ଟକର ପରିସ୍ଥିତି ଆସିପାରେ, ଯଦି ଆମ ଜୀବନରେ ଅନେକ ଗୁଡେ ଅଭାବ ଆସିପାରେ, ରୋଗ ଆସିପାରେ, ଯେତେବେଳେ ମୁଁ ମୋର ହୃଦୟକୁ ଦେଖୁଛି କି ମୋର ଜୀବନକୁ ଦେଖୁଛି, ମୁଁ ହଁ ମଣ୍ଡଳୀ ମତେ ଉଠଉଛି, ମଣ୍ଡଳୀ ମତେ କଢେଇକି ନଉଛି, ମଣ୍ଡଳୀ ହିଁ, ମଣ୍ଡଳୀର ଶକ୍ତି ହିଁ ମତେ ଆଗକୁ ଠେଲୁଛି ଯେ ଈଶ୍ୱରଙ୍କର ଯୋଜନା ଅନୁସାରେ ବଞ୍ଚିବା ପାଇଁ। କିନ୍ତୁ ଯେତେବେଳେ ଆମେ ନିଜର ଚିନ୍ତାକୁ ଧରିକି ବଞ୍ଚିବା ତାହେଲେ, ନିଜର କାର୍ଯ୍ୟକୁ ଧରିକି ବଞ୍ଚିବା ତାହେଲେ ଈଶ୍ୱର କେମିତି କାମ କରିବା ଆଗ। ଏଇ ସମୟରେ କ୍ରମାଗତ ଭାବରେ ଯୋଉ ଆମେ ଏଇ ସୁଷମାଚାରକୁ ଯଦି ପ୍ରଚାର କରିବା ତାହେଲେ, ଆଉ ପ୍ରଭୁଙ୍କର ଆନନ୍ଦ, ଏଇଟା ପ୍ରଭୁଙ୍କର ଖୁସିର ବିଷୟ। କାରଣ ଯୀଶୁ ଖ୍ରୀଷ୍ଟ ପବିତ୍ର ଆତ୍ମାଙ୍କ ଠାରେ ଉଲ୍ଲସିତ ହଉଛି। ଆଉ ଯୀଶୁ ଜାଣିଛନ୍ତି ଈଶ୍ୱରଙ୍କର ଇଚ୍ଛା କଣ, ଯୀଶୁ ଜାଣିଛନ୍ତି ପ୍ରଭୁଙ୍କର ପ୍ରକୃତରେ ଯୋଜନା କଣ। ଯଦି ଈଶ୍ୱର ଆମକୁ କହୁଛନ୍ତି ମଣ୍ଡଳୀ ଦ୍ଵାରା, ଯଦି ପ୍ରଭୁଙ୍କ ଦାସ ମାନଙ୍କ ଦ୍ଵାରା ପ୍ରଭୁ ଆମକୁ କଥା ହଉଛନ୍ତି, ତାହେଲେ ଆମମାନେ ତାହା ବିଶ୍ୱାସ ଭାବରେ ଗ୍ରହଣ କରିକି, ତାହା ଆମେ ଯେପରି ଆମର ହୃଦୟର କେନ୍ଦ୍ର ଜାଗାରେ ଯେପରି ସ୍ଥାପନ ହେଇପାରିବ। ଆଉ ପରମେଶ୍ୱର ଆମକୁ ପଢେଇକି ନେବେ ସେଇ ଜାଗାକୁ, ଯେ ଜାଗାରେ କି ପ୍ରଭୁ କାମ କରିବା ପାଇଁ ଅପେକ୍ଷାରେ ଅଛନ୍ତି। ତେଣୁକରି ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କର ହୃଦୟକୁ ଦେଖୁଛୁ, ଆମେ ଯୀଶୁ ଖ୍ରୀଷ୍ଟ ପବିତ୍ର ଆତ୍ମା ଠାରେ ଉଲ୍ଲସିତ କରୁଛୁ। ତ ଆମେ ମଧ୍ୟ ଯୀଶୁଙ୍କର ହୃଦୟ ସହିତ, ଆମେ ମଧ୍ୟ ଆମ ଭିତରେ ମଧ୍ୟ ପ୍ରଭୁଙ୍କର ବାକ୍ୟ ଈଶ୍ୱର ଦେଇ ଅଛନ୍ତି। ତ ପବିତ୍ର ଆତ୍ମାଙ୍କ ଠାରେ ଆନନ୍ଦ, ପବିତ୍ର ଆତ୍ମାଙ୍କ ଠାରେ ଉଲ୍ଲସିତର ଜୀବନ ଯାପନ, ଯେତେବେଳେ ଆମେ ଏ ବିଷୟ ଗଭୀର ଭାବରେ ଚିନ୍ତା କରିବା ତାହେଲେ ଆମେ ଜାଣିପାରିବା। ହଁ, ଯେତେବେଳେ ସମରିଆ ନଗରର ଲୋକମାନଙ୍କ ଭିତରେ ଆମେ ଯଦି ହୃଦୟକୁ ପ୍ରବେଶ କରି ଦେଖିବା, ହଁ ରାଜାଙ୍କ ଅଧୀନରେ ଯିଏ ସେନାପତି ଥିଲେ, ସେ କେତେ ବଡ ଲୋକ, ସେ କେତେ ଧନ ଲୋକ, ସେ କେତେ ଜ୍ଞାନ ଲୋକ ଥିଲେ, କିନ୍ତୁ ସେ ଇଲିଶାଙ୍କର ମୁଖରୁ ସଦାପ୍ରଭୁ ବାକ୍ୟକୁ ସେ ବିଶ୍ୱାସ କରିପାରିଲେ, ସେ ବିଶ୍ୱାସ କରିପାରିଲେନି। କିନ୍ତୁ ବିପଦ ଭାବରେ ଯିଏ ହତାଶ ନିରାଶ ଦେଖାଯିବା ଲୋକମାନେ, 4 ଜଣ କୁଷ୍ଠୀ ଲୋକମାନେ, ସେମାନେ ପରମେଶ୍ୱରଙ୍କ ଦାସଙ୍କ ମୁଖରୁ ପ୍ରଭୁଙ୍କର ବାକ୍ୟକୁ ସେମାନେ ବିଶ୍ୱାସ କଲେ ଏବଂ ସେମାନେ ସମରିୟାକୁ ସେମାନେ ପରିତ୍ୟାଗ କରି ସମରିୟା ନଗରକୁ ବାହାରକୁ ତ ଯେ ବାହାରକୁ ଯାଉଛନ୍ତି, ପରମେଶ୍ୱର ସମସ୍ତ ବିଷୟ ତାଙ୍କ ପାଇଁ
ଯୋଜନା କରିକି କାର୍ଯ୍ୟ କରିକି ତାକୁ ଅପେକ୍ଷା କରିଥିଲେ। ଏମାନେ ଯିବା ପୂର୍ବରୁ ସମସ୍ତ ଅରାମର ସୈନ୍ୟମାନେ ସବୁ ଛାଣକୁ ଛାଡିକି ସେମାନେ ପଳେଇଲେ। ପରମେଶ୍ୱର ଏମାନଙ୍କୁ ଅଶ୍ବ ଶବ୍ଦ ଆଉ ଘୋଡା ଶବ୍ଦର ଯେତେବେଳେ ଶବ୍ଦ ଶୁଣେଇଲେ ସେ ସମୟରେ ଏମାନେ ଭୟଭୀତ ହେଇକି ସମସ୍ତଙ୍କୁ ଛାଡିକି ଚାଲିଗଲେ। ସୁନା, ରୂପା, ଖାଦ୍ୟ, ବସ୍ତ୍ରକୁ ସେମାନେ ସମସ୍ତ ବିଷୟକୁ ଛାଡିକି ଚାଲିଗଲେ। ହଁ, ଏ କୁଷ୍ଠ ଲୋକର ସ୍ୱତନ୍ତ୍ର ଲୋକ ନାଇଁ ଭାଇ। ଏ କୁଷ୍ଠ ଲୋକମାନଙ୍କର କୌଣସି ଆ ସ୍ୱତନ୍ତ୍ରତା ବିଷୟ ନାହିଁ। କିନ୍ତୁ ଏମାନଙ୍କର ସ୍ୱତନ୍ତ୍ରତା କଣ ହେଇଗଲା? ଏମାନେ ଈଶ୍ୱର ବାକ୍ୟକୁ କଣ କଲେ? ବିଶ୍ୱାସ କଲେ। ଏମାନେ ସମରିଆ ନଗର ଭିତରେ ମୃତ୍ୟୁକୁ ଦେଖିଲେ। ଯଦି ସମରିଆ ନଗର ଭିତରେ ମୃତ୍ୟୁକୁ ଆବିଷ୍କାର କଲେ ଏମାନେ ନା ନାଇଁ, ସେ ସମରିଆ ନଗର ଭିତରେ ମୃତ୍ୟୁକୁ ଆବିଷ୍କାର କରିବା ଯୋଗୁଁ ସେମାନେ ଛାଡିବା ପାଇଁ ମଧ୍ୟ ବୁଦ୍ଧ ପାଇଲେ। ତାହେଲେ ସମୁରାୟ ନଗର ଭିତରେ ମୃତ୍ୟୁକୁ ଏମାନେ ଦେଖିଲା ପରେ ଏମାନେ ଛାଡିବା ପାଇଁ ଏମାନେ ଦୁଃଖୀ ନାହାନ୍ତି। ହଁ ପ୍ରଭୁ ସେ ହୃଦୟକୁ ଦେଖିଲେ ଆଉ ଖୁସି ହଉଛନ୍ତି। ହଁ, ଏମାନେ ମୋର ବାକ୍ୟକୁ ବିଶ୍ୱାସ କଲେ। ଏମାନେ ମୋର ବାକ୍ୟକୁ ଭରସା କରିକି ଆସୁଛନ୍ତି। ତାଙ୍କ ପାଇଁ ମୁଁ କାମ କରିବି। ମଣିଷର ଜୀବନରେ ଯାହା ମଧ୍ୟ ଆବଶ୍ୟକ, ମଣିଷର ଜୀବନରେ ଯାହା ମଧ୍ୟ ରିକ୍ୱାରମେଣ୍ଟ ଅଛି, ସମସ୍ତ ବିଷୟର ପରିପୂର୍ଣ୍ଣତା ଈଶ୍ୱର ଦେବେ। ପ୍ରତ୍ୟେକ ବିଷୟ ପରମେଶ୍ୱର ଯୋଗେଇବେ। ପ୍ରତ୍ୟେକ ବିଷୟ ପ୍ରଭୁ କାମ କରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହଉଛି ମୋର ସମ୍ପର୍କ ପ୍ରଭୁ ସହିତ କେମିତି, ଈଶ୍ୱରଙ୍କ ସହିତ ମୋର ସମ୍ପର୍କ କେତେ ଦୂର ଭାବରେ ମୁଁ ବନେଇଛି। ଆଜି ଯଦି ଆମେ ଆଉ ଗୋଟେ ଯୋଉ କାହାଣୀ ପଢୁଛୁ ମାର୍ଥାର ମୋର ବିଷୟରେ ସମସ୍ତେ ଜାଣିଛନ୍ତି ଏଟା ବାକ୍ୟ। ଯୀଶୁ ଖ୍ରୀଷ୍ଟ ବର୍ତ୍ତମାନ ମାର୍ଥା ମରିୟମ ଘରକୁ ଯାଇଛନ୍ତି। କିନ୍ତୁ ଏ ଯୀଶୁ ଖ୍ରୀଷ୍ଟ ମାର୍ଥା ମରିୟମ ଭିତରେ ଘର ଭିତରେ ଅଛନ୍ତି। କିନ୍ତୁ ଏ ମାର୍ଥାରେ ମରିୟମର କଥା ଯଦି ଦେଖିବା ତାହେଲେ ସମ୍ପୂର୍ଣ୍ଣ ବିପରୀତ ବିଷୟ ପାଇବ। ହଁ, ମାର୍ଥା ବର୍ତ୍ତମାନ ଯୀଶୁଙ୍କ ପାଇଁ ଅନେକ ଗୁଡେ ବିଷୟ କରିବା ପାଇଁ ବ୍ୟସ୍ତ ଅଛି। ହଁ, ଏଇଟା ଦେଖାଯାଉଛି ଯେ ମାର୍ଥା ଯୀଶୁଙ୍କ ପାଇଁ ଅନେକ ବିଷୟକୁ ପ୍ରସ୍ତୁତ କରୁଛନ୍ତି। ହଁ, ବର୍ତ୍ତମାନ ମାର୍ଥା ବହୁତ ବ୍ୟସ୍ତ ହଉଛନ୍ତି ଯୀଶୁ ଖ୍ରୀଷ୍ଟ କେମିତି ସେବା ପାଇବେ ମୋର। କିନ୍ତୁ ଯୀଶୁ ଯେତେବେଳେ ମାର୍ଥା ଘରକୁ ପ୍ରବେଶ କଲେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯୀଶୁ କୋଉ ବିଷୟ ପାଇଁ ଯାଇଥିବେ ତାଙ୍କୁ ପ୍ରକୃତରେ ମାର୍ଥା ମତେ କିପରି ଭଲରେ ସେବା କରୁ, ମାର୍ଥାର ଯେପରି ମୁଁ ସେବା ପାଇବି, ଭଲରେ ଖାଇବି। କଣ ଏଇଟା ପ୍ରକୃତରେ ମୂଳ ଲକ୍ଷ୍ୟ ଯୀଶୁଙ୍କର ଥାଇପାରେ? କିନ୍ତୁ ଯୀଶୁଙ୍କ ପାଇଁ ଯାହା ମଧ୍ୟ ସେବା କରିବା ପାଇଁ ମତେ ମାର୍ଥା ପ୍ରସ୍ତୁତ କରୁଛି। ମାର୍ଥାର ଚିନ୍ତାରେ, ମାର୍ଥାର ଜ୍ଞାନରେ, ମାର୍ଥାର ବୁଝାମଣାରେ ତାକୁ ସଠିକ ଲାଗୁଛି ସେଇଟା ଠିକ ଅଛି କହି। କିନ୍ତୁ ଯେତେବେଳେ ଯୀଶୁଙ୍କ ପାଖକୁ ଆସିକି ସେ କଥା ହଉଛି, ଆଉ ଯୀଶୁଙ୍କୁ ସେ କଣ ବୋଲି କହୁଛି ଦେଖନ୍ତୁ, 40 ପଦରେ ଲେଖା ହେଇଛି ଗୋଟେ ବାକ୍ୟ। କିନ୍ତୁ ମାର୍ଥା ପରିଚର୍ଯା ବିଷୟରେ ବହୁତ ବ୍ୟସ୍ତ ହେଉଥିଲେ। ତେଣୁ ସେ ତାଙ୍କ ନିକଟ ଆସି କହିଲେ, ହେ ପ୍ରଭୁ, ମୋର ଭଉଣୀ ଯେ ଏକାକି ମୋ ଉପରେ ପରିଚର୍ଯାର ଭାର ପକେଇ ଦେଇଅଛି, ସେ ଆଡକୁ କଣ ଆପଣଙ୍କ ମନ ନାହିଁ? ତେବେ ମତେ ସାହାଯ୍ୟ କରି ଆଣି ମତେ ତାହା। ମାର୍ଥା ବର୍ତ୍ତା ଯୀଶୁଙ୍କୁ କଣ ବୋଲି କହୁଛି? କୋଉ ପ୍ରକାର ହୃଦୟ ଏଇଟା? ଅନୁଗ୍ରହ ପାଇବାର ହୃଦୟ ଏଇଟା, ଦୟା ପାଇବାର ହୃଦୟ ଏଇଟା। ୟାର କଥାରେ ୟାର ମନକୁ ଆପଣ ଫିଲ୍ କରନ୍ତୁ। ଆପଣଙ୍କୁ କଣ ଦେଖାଯାଉନାହିଁ? ଆପଣଙ୍କର କଣ ମନ ନାହିଁ? କିଏ କାହା କହୁଛି? ଯୀଶୁଙ୍କୁ କହୁଛି ମାର୍ଥା। ମୁଁ ଏତେ ସେବା କରିବା ପାଇଁ ଆପଣଙ୍କୁ ବ୍ୟସ୍ତ ହଉଛି, ମୋର ମୁଁ କିଛି ବି ଚିନ୍ତା କରୁନି ଏ ବିଷୟରେ। ହଁ? ଆପଣ ବି ଦେଖୁନାହାନ୍ତି? ସେ ତ ଦେଖୁନାହିଁ। ସେ ତ ଆସୁନି ମୋ ପାଖକୁ ସାହାଯ୍ୟ କରିବା ପାଇଁ। ଆପଣଙ୍କର ମଧ୍ୟ ମନ ନାହିଁ ତା ଆଡକୁ। ତାକୁ କହିଦିଅନ୍ତୁ, ତେବେ ସେ ମତେ ସାହାଯ୍ୟ କରିବା ନିମନ୍ତେ ତାକୁ କୁହନ୍ତୁ। କି ପ୍ରକାର ହୃଦୟ ଏଇଟା? ଯୀଶୁଙ୍କୁ ସେ ଅର୍ଡର ଦଉଛି କଥା କଣ କହୁଛି? ଜଲ୍ଦି କୁହ, ମୋର କଣ? ହଁ? ମତେ ବିରକ୍ତ ଲାଗିଲାଣି, ମତେ ବିଜାର ଲାଗିଲାଣି। ଜଲ୍ଦି କୁହନ୍ତୁ ଯୀଶୁ, କହିଦିଅ। ମୁଁ ଜଣେ କାମ କରୁଥିବି। ଯଦି ଆପଣଙ୍କୁ ହଁ, କିଏ ନିମନ୍ତ୍ରଣ କରିବା ପାଇଁ, ଖାଇବା ପାଇଁ ନିମନ୍ତ୍ରଣ କରିବେ, ଖାଇବା ପାଇଁ ଆସନ୍ତୁ ବୋଲି କହିବେ, ଆଉ ଯାଇକି ବସିଲା ବେଳକୁ ରୋଷେଇ ଘରକୁ ସର ଆସୁଥିବ, ଆରେ ମୁଁ ଜଣେ ହିଁ ରାନ୍ଧିବି କିଆ ପାଇଁ? ବିରକ୍ତ ଲାଗୁନାହିଁ ମତେ? ଦିନ ସାରା କାମ କରୁଛି। ଏ କେମିତିକାର
ଏଇଟା କଥା କିଏ ବି ସାହାଯ୍ୟ କରୁନ, ମୁଁ ଜଣେ ରାନ୍ଧିବି। ଏ ଖାଇବା ଲୋକ ଯୋଉ ନିମନ୍ତ୍ରଣ ହେଇଥିବ ବାଡୁ କେତେବେଳେ ବାହାରିକି ଯିବି ବୋଲି ଭାବି ଏବେ ଯୀଶୁକୁ ସେ ବିରକ୍ତ ହେଇକି କହୁଛି, ଆରେ ଯୀଶୁ କହିଦିଅ ଟିକେ, ଆଁ, ଏତେ ବ୍ୟସ୍ତ ହଉଛି ମୁଁ ଆମ ପାଇଁ, କିଛି ସାହାଯ୍ୟ କରୁନାହିଁ। ଯୀଶୁ ଉତ୍ତର କଣ ଦଉଛନ୍ତି ଜାଗାରେ 41 ପଦରେ, କିନ୍ତୁ ପ୍ରଭୁ ତାଙ୍କୁ କହିଲେ, ମାର୍ଥା ମାର୍ଥା, ତୁମେ ବହୁତ ବିଷୟରେ ଚିନ୍ତିତ ଓ ବ୍ୟତିବ୍ୟସ୍ତ ହେଉଅଛ। ଏତେ କାହିଁ ତ ବ୍ୟସ୍ତ ହଉଛୁ ମାର୍ଥା, ବହୁତ ବିଷୟରେ କାହିଁକି ବ୍ୟତିବ୍ୟସ୍ତ ହଉଛୁ? ତାପରେ ଆର ବିପି ଆଉ ଟିକେ ହାଇ କରିବାର ବିଷୟ ଆସିଲା। କଣ? କିନ୍ତୁ ଅଳ୍ପ କେତୋଟି, ବରଂ ଗୋଟିଏ ମାତ୍ର ପ୍ରୟୋଜନ। ମରିୟମ ତ ଉତ୍ତମ ଭାଗ ମନୋନୀତ କରିଅଛି, ଆଉ ତାହା ଠାରୁ ହରଣ କରାଯିବ ନାହିଁ। ଏବେ ମାର୍ଥାର ଦୃଷ୍ଟିରେ ମରିୟମ ବର୍ତ୍ତମାନ ଯୀଶୁଙ୍କ ପାଦ ତଳେ ଯୋଉ ବସିକି ବାକ୍ୟ ଶୁଣୁଛି, ମାର୍ଥାର ଦୃଷ୍ଟିରୁ ସେ ଠିକ କରୁଛି କି? ବିରକ୍ତ କରିବାର କାମ କରୁଛି ସେ। ଏ ମାର୍ଥାର ଦୃଷ୍ଟିରେ ମରିୟମ ବହୁତ ଭୁଲ କାମ କରୁଛି। କଣ ସେଇଟା? ଖାଲି ବସିକି ବାକ୍ୟ ଶୁଣୁଛି। ମାର୍ଥାର ହୃଦୟ ଭିତରେ ବର୍ତ୍ତମାନ ବିରକ୍ତ ଭାବ ଆସୁଛି, ଆରେ ଏତେ କାମ ପଡୁଛି କାହିଁ ସାହାଯ୍ୟ କରୁନାହିଁ? କିନ୍ତୁ ଏମିତିକା ହୃଦୟର ସ୍ଥିତିକୁ ଯୀଶୁଙ୍କର ଜବାବ କଣ ଜାଣିଛନ୍ତି? ଯୀଶୁ କହୁଛନ୍ତି, ମାର୍ଥା ତୁ ବହୁତ ବ୍ୟସ୍ତ ହଉଛୁ, ତୋର ଭଉଣୀ ଯୋଉ ବସିକି ବାକ୍ୟ ଶୁଣୁଛି, ବେଷ୍ଟ ଭାଗ ମନୋନୀତ କରିଅଛି, ଉତ୍ତମ ଭାଗ ମନୋନୀତ କରିଅଛି, ଆଉ ତାହାଠାରୁ ତାହା କେବଳ କିଏ ହରଣ କରିପାରିବ ନାହିଁ। ଏମିତି ଶୁଣୁ ଶୁଣୁ ମାଥାର ହୃଦୟ ଭିତରେ କେମିତିକା ଚିନ୍ତା ହେଇଥିବ। ଆଉ ଏଇ ଚିକେନ ପକୋଡାରେ ଯେତିକି ଲୁଣ ପକେଇଛି, ଆମେ ଡବଲ ପକେଇଦେବୁ। ଆଁ? ତମ ପାଇଁ ମୁଁ ଏଇ ଜାଗାରେ ରୋଷେଇ ଘରୁ ବାହାରି ପାରୁନି, ତମ ପାଇଁ ମୁଁ ଦିନ ସାରା ସକାଳୁ ଏଠି ଲାଗି ପଡୁଛି, ଆଉ ତମେ ଯଦି ତା ଆଡକୁ ସପୋର୍ଟ କରି କଥା ହଉଛ, ମୁଁ କଣ କହିବି? ମାର୍ଥାର ହୃଦୟ ଭିତରେ କୋଉ ହୃଦୟରେ ବର୍ତ୍ତମାନ ଯୀଶୁଙ୍କୁ ସେ ସେବା କରୁଛି? ଆଜି ସକାଳେ କଇନକ ବିଷୟରେ ଶୁଣୁଥିଲା। ପ୍ରଭୁ ଯେମିତି କଇନର ନୈବେଦ୍ୟ ଗ୍ରହଣ କଲେ, ସିଧାସଳଖ କଇନ ଅତି କ୍ରୋଧରେ ପରିପୂର୍ଣ୍ଣ ହେଲା ଲେଖା ହେଇଛି ନା ନାଇଁ? ରାଗିଗଲା ସେ। କାହାକୁ ରାଗୁଛି ସେ? ନୈବେଦ୍ୟକୁ ରାଗୁଛି କି? ନା ସେ ଜମିକୁ ରାଗୁଛି? ଯୋଉ ଜମିରେ ସେ ଭୂମିର ଆଁ, ସେ ଫଳ ଉତ୍ପନ୍ନ କରୁଛି, ସେ ଭୂମିକୁ ରାଗୁଛି। ସେ କାହାକୁ ରାଗୁଛି? ସେ ପରମେଶ୍ୱରଙ୍କୁ ରାଗୁଛି। ସେ ପ୍ରଭୁଙ୍କୁ ଅଭିଯୋଗ କରୁଛି ଯେ ମୁଁ ଏତେ କାମ କଲି, ଏତେ ଝାଳ ବୋହିକି ପରିଶ୍ରମ କଲି, ତମେ ଏଟାକୁ ଅଗ୍ରାହ୍ୟ କଲ ପ୍ରଭୁ। ଦେନ ପରମେଶ୍ୱରଙ୍କର ଇଚ୍ଛା କଣ, ତାହା ଜାଣିବାଟା ବହୁତ ଗୁରୁତ୍ୱପୂର୍ଣ୍ଣ, ନା ପ୍ରଭୁଙ୍କର ଇଚ୍ଛା ନ ଜାଣିକି ମୁଁ କଣ ଇଚ୍ଛା କରୁଛି ପ୍ରଭୁଙ୍କ ପାଇଁ, ତାହା ଗୁରୁତ୍ୱପୂର୍ଣ୍ଣ। ଏବେ ମାର୍ଥାର ହୃଦୟ ଭିତରେ, ମାର୍ଥା ଯୀଶୁ ଆମ ଘରକୁ ଆସିବା ପଛରେ ମୂଳ ଯୋଜନା କଣ, ମୂଳ ଲକ୍ଷ୍ୟ କଣ? ଯେ ଯୀଶୁ ଖ୍ରୀଷ୍ଟ ବର୍ତ୍ତମାନ ମାର୍ଥା ଘରେ ଅ, ସୁସମାଚାର ପ୍ରଚାର କରୁଥିବେ। ଯୀଶୁ ମାର୍ଥା ଘରେ ବର୍ତ୍ତମାନ ଆତ୍ମିକ ଜୀବନ ବିଷୟରେ ଶିକ୍ଷା ଦଉଥିବେ। କିନ୍ତୁ ଆତ୍ମିକ ଜୀବନର ଶିକ୍ଷାକୁ, ଏ ସୁସମାଚାରକୁ ଶୁଣିବା ପାଇଁ କିଏ ପାରୁନାହିଁ? ମାର୍ଥା ପାରୁନାହିଁ। ମାର୍ଥା ହଉଛି ଗୋଟେ ସ୍ତ୍ରୀ ଯିଏକି ଯୀଶୁଙ୍କ ପାଇଁ ସେବା କରିବା ପାଇଁ ବ୍ୟସ୍ତ ଅଛି। କିନ୍ତୁ ମାର୍ଥା ହଉଛି ଗୋଟେ ସ୍ତ୍ରୀ ନୁହେଁ, ଯିଏକି ସେ ଯୀଶୁଙ୍କ ପାଦ ତଳେ ବସିକି ତାର ଭଉଣୀ ପରି ବାକ୍ୟ ଶୁଣି ପାରୁନାହିଁ ସେ। କାହିଁକି ସେ ଯୀଶୁଙ୍କ ପାଦ ତଳେ ବସିକି ବାକ୍ୟ ଶୁଣି ପାରୁନାହିଁ? ଯଦିଓ ଯୀଶୁ ତାଙ୍କ ଘରେ ଅଛନ୍ତି, ହଁ ନା ନାଇଁ? କାରଣ ତା ପାଖରେ ଗୋଟେ ହୃଦୟ ଅଛି, ତା ପାଖରେ ଗୋଟେ ଚିନ୍ତା ଅଛି, ତା ପାଖରେ ଗୋଟେ ଧାରଣା ଅଛି, ମୁଁ ହଉଛି ଯୀଶୁଙ୍କର ସେବା କରିବା ପାଇଁ ଯଥାର୍ଥ ବ୍ୟକ୍ତି। ମୁଁ ହଉଛି ପ୍ରକୃତିରେ ସଠିକ ଭାବରେ ମୁଁ ଯୀଶୁଙ୍କୁ ସେବା କରିପାରିବି। ସେ ହଉଛି ଗୋଟେ ସ୍ତ୍ରୀ, ବାକ୍ୟ ନ ଶୁଣିକି ଯୀଶୁଙ୍କ ପାଇଁ ଅନେକ ଗୁଡ଼ିଏ ସେବା କରିବା ପାଇଁ ସେ ସକ୍ଷମ। ସେ ହଉଛି ଗୋଟେ ସ୍ତ୍ରୀ ଯେ କି ଯୀଶୁଙ୍କ ପାଦ ତଳେ ସେ ବସି ନ ପାରିକି ସେ କେବଳ ବ୍ୟସ୍ତ ହଉଛି ଯୀଶୁଙ୍କୁ ସେବା କରିବା ପାଇଁ। ବାହ୍ୟିକ ଭାବରେ ଦେଖାଯାଉଛି କି ଯୀଶୁଙ୍କୁ ସେବା କଲା ପରେ, ବାହ୍ୟିକ ଭାବରେ ଦେଖାଯାଉଛି ଯୀଶୁଙ୍କ ପାଇଁ ସେ ବହୁତ ବ୍ୟସ୍ତ ହେଲା ପରେ, କିନ୍ତୁ ପ୍ରକୃତ ହୃଦୟ ତାର କଣ? ଏଇଟା କଣ ବଡ ପୁଅର ହୃଦୟ ସଦୃଶ ସମାନ ନାହିଁ? ବଡ ପୁଅ ଦେଖାଯାଉଛି ଝାଳ ବୁହା ପରିଶ୍ରମ କରୁଛି, କାହା ପାଇଁ? ବାପାଙ୍କ ପାଇଁ। ବର୍ଷ ବର୍ଷ ଧରିକି ମୁଁ ଗଲାମ ପରେ ଖଟି ଆସିଲି, ସେ ବର୍ତ୍ତମାନ ଗୋଟେ ଥର ବ୍ଲାଷ୍ଟ କରୁଛି ତାର, ବାପା ମୁଁ ତମ ପାଇଁ ଏତେ କାମ କଲି, ଏତେ ଝାଳ ବୋହି କାମ କଲି, ବର୍ଷ ବର୍ଷ ଗଲା ପରେ ଖଟି ଆସିଲି, ଆଉ ତମେ ଛେଳି ଛୁଆଟେ ଗୋଟେ ଦେଲ ନାଇଁ ସାଙ୍ଗମାନଙ୍କ ସହିତ ଭୋଜି କରିବା ପାଇଁ, ଉପଭୋଗ କରିବା ପାଇଁ। ଏ ବାପାଙ୍କ ପାଇଁ ଏତେ କାମ କରିବା ଲୋକ ବାପାଙ୍କୁ ବିଚାର କେମିତି କରୁଛି?
ଏ ମାର୍ଥା ବର୍ତ୍ତମାନ ଏତେ ବ୍ୟସ୍ତ ହଉଛି ଯୀଶୁକୁ ସେବା କରିବା ପାଇଁ। ଏବେ କିପରି ଭାବରେ ସେ ଯୀଶୁଙ୍କର ଆଡକୁ ତାର ହୃଦୟ ବିରକ୍ତିର ଅଛି। କାରଣ କଣ? କାରଣ ହଉଛି ମାର୍ଥା କେବେ ମଧ୍ୟ ନିଜର ସ୍ଥିତିକୁ ପାଇନାହିଁ, ଯେ ମୋର ଘରେ ଯୀଶୁଙ୍କୁ ମୁଁ ସେବା କଲା ପରିବର୍ତ୍ତେ ଯୀଶୁ ମତେ ସେବା କରିବା ପାଇଁ ଆସିଅଛନ୍ତି। ମୁଁ ଗୋଟେ ଦୟନୀୟ ଆତ୍ମାର ସ୍ଥିତିରେ ବଞ୍ଚିବାର ସ୍ତ୍ରୀ, ମୋ ପାଖରେ କୌଣସି ସଠିକ ରାସ୍ତା ନାହିଁ, ଯୋଉ ରାସ୍ତାରେ କି ମୁଁ ପ୍ରଭୁଙ୍କ ନିକଟକୁ ଯାଇପାରିବି। ହଁ, ଯୀଶୁ ଆମ ଘରକୁ ଆସିଛନ୍ତି ମତେ ଉଦ୍ଧାର କରିବା ପାଇଁ। ଯୀଶୁ ଆସିଛନ୍ତି ମୋର ଜୀବନରେ ମୋ ପାଇଁ କାମ କରିବା ପାଇଁ। ମାର୍ଥା ଯେପରି ବର୍ତ୍ତମାନ ଯୀଶୁଙ୍କର ବାକ୍ୟକୁ ଖାତିର କରୁନାହିଁ, ଯୀଶୁଙ୍କ ଆଡକୁ ଯୀଶୁଙ୍କ ପାଖକୁ ଯାଇକି ବାକ୍ୟ ଶୁଣିବା ପାଇଁ ତାକୁ କୌଣସି ସର୍ତ୍ତ ମିଳୁନାହିଁ। ତା ପାଖରେ କୌଣସି ସର୍ତ୍ତ ହିଁ ନାହିଁ ଯାହା ଦ୍ୱାରା କି ସେ ଯୀଶୁ ପାଖକୁ ଯାଇପାରିବ। କିନ୍ତୁ ତା ପାଖରେ ଏ ସର୍ତ୍ତ ଅଛି ଯାହା ଦ୍ୱାରା କି ସେ ଯୀଶୁଙ୍କ ପାଖକୁ ନ ଯିବାର ସର୍ତ୍ତ। ଆମ ଜୀବନରେ ଆମେ ଯୀଶୁଙ୍କ ପାଖକୁ ଯିବାର ସର୍ତ୍ତ ଥିବା ଦରକାର, ନା ଯୀଶୁଙ୍କ ପାଖକୁ ନ ଯିବାର ସର୍ତ୍ତ ରଖିବା ଦରକାର। ଏବେ ଭାଇ ଯଦି ଆମେ ଦେଖିବା ବାଇବଲରେ, ବର୍ତ୍ତମାନ ଏସୁ ଆଉ ଯାକୋବ ଗୋଟେ ଘରେ ରହୁଥିଲେ ନା ନାଇଁ? କିନ୍ତୁ ଏସୁ ଆଉ ଯାକୋବ ଭିତରେ ଡିଫରେନ୍ସ କଣ? ଏସବୁ ଦୂର ଜଙ୍ଗଲକୁ ଯାଇପାରୁଥିଲେ ଜନ୍ତୁ ପଶୁମାନଙ୍କୁ ଶିକାର କରିବା ପାଇଁ ବାପାଙ୍କୁ ଖାଦ୍ୟ ଦେବା। କିନ୍ତୁ ଏତେ ଦୂରକୁ ଯାକୋବ କେବେ ଯାଇପାରୁନଥିଲେ। ଦୁର୍ବଳ ଲୋକ, ସେ ଦୁର୍ଲଭ ଲୋକ ନା ନାଇଁ? ତ ଯୋଉ ଏସ ଏତେ ଦୂରକୁ ଯାଇକି ଜନ୍ତୁ ଆଣି ପାରୁଥିଲେ, ସେ ଏସ ପାଖରେ ଥିବା ତାର ମା ରେବିକା ପାଖକୁ ଯାଇପାରିଲେ ନାହିଁ। ତ ଯାକୋବ ଯେ କି ଏସ ସଦୃଶ ଏତେ ଦୂରକୁ ଯାଇ ନ ପାରିକି ତାର ମାଙ୍କ ଠାରୁ ସେ ଅନୁଗ୍ରହ ପାଇଲେ। ଆମେନ। ବର୍ତ୍ତମାନ ମାଥାରେ ମରିୟମ ଭିତରେ ମରିୟମ ଯୀଶୁଙ୍କ ପାଦ ତଳେ ବସି କାହିଁକି ଶୁଣିପାରୁଛି? କୋଉ ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବଶୀଭୂତ ହେଇପାରିବେ, କୋଉ ଲୋକମାନେ ପ୍ରଭୁଙ୍କ ଠାରେ ବଶୀଭୂତ ହେଇକି ବଞ୍ଚିବେ, ଆଉ କୋଉ ଲୋକମାନେ ପ୍ରଭୁଙ୍କର ଯୋଜନା ଅନୁସାରେ ଜୀବନ ଯାପନ ବିତେଇବେ। ଆଜି ମରିୟମ କାହିଁକି ଯୀଶୁଙ୍କ ପାଦ ତଳେ ବସିକି ବାକ୍ୟ ଶୁଣିବାର ଭାଗକୁ ସେ ବାଛି ଜାଣିଛନ୍ତି। ମରିୟମ ଏକ୍ଜାକ୍ଟଲି ସ୍ପଷ୍ଟ ଭାବରେ ଜାଣିଛନ୍ତି, ମୁଁ ଯୀଶୁଙ୍କୁ କେବେ ମଧ୍ୟ ସେବା କରିପାରିବିନି। ମୋର ସେବା ଦ୍ଵାରା ଯୀଶୁଙ୍କର କିଛି ଲାଭ ନାହିଁ, କି ମୋର ସେବା ଦ୍ଵାରା ମୋ ଆଡକୁ ମଧ୍ୟ ମୋର ଆତ୍ମା ପାଇଁ କିଛି ଲାଭ ନାହିଁ। ହଁ, ମୁଁ ଗୋଟେ ଲୋକ ଅଛି କି କେବେ ମୋ ଦକ୍ଷତାଶୀଳ ଲୋକ ନାହିଁ ଯେ କି ମୋ ଦ୍ଵାରା ଯୀଶୁ ସନ୍ତୁଷ୍ଟ ହେଇପାରିବେ। ହଁ, ମୁଁ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ କିଛି ବି କରିପାରିବି ନାହିଁ। ଏ ହୃଦୟ ମୁଁ ଯୀଶୁଙ୍କ ପାଇଁ କୌଣସି ଲାଭଯୁକ୍ତ ନାହିଁ। ଯୀଶୁ ମୋର ହୃଦୟ ପାଇଁ, ମୋର ଆତ୍ମା ପାଇଁ ଆମ ଘରକୁ ଆସିଛନ୍ତି। ଏଥିପାଇଁ ମୋ ଯୀଶୁଙ୍କର ବାକ୍ୟ ଶୁଣିବାଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ମଣ୍ଡଳୀ ଭିତରେ ଏଇ ପ୍ରକାର ଲୋକମାନେ ଅଛନ୍ତି, ଯୋଉ ଲୋକମାନେ ମାର୍ଥାର ହୃଦୟର ସ୍ଥିତି ଅନୁସାରେ ଜୀବନ ଯାପନ ବିତେଇବା। ହଁ ସତରେ, ଯୀଶୁ ଯଦି ଆପଣ ଆସିଛନ୍ତି ଆମ ଘରକୁ, ଟିକେ ବସିଥାନ୍ତୁ, ଆମେ ବ୍ୟସ୍ତ ଅଛୁ। ଏବେ ଦେଖାଯାଉଛି ବର୍ତ୍ତମାନ ଯୀଶୁଙ୍କ ପାଇଁ ସେବା କାମ କଲା ପରି ମାର୍ଥା, କିନ୍ତୁ ପ୍ରକୃତରେ ସେ ଯୀଶୁଙ୍କ ନାଁରେ ବର୍ତ୍ତମାନ ସେ କାହାର ଧାର୍ମିକତା ସ୍ଥାପନ କରିବାକୁ ଚେଷ୍ଟା କରୁଛି। ସେ ଯୀଶୁଙ୍କ ଆଗରେ ଯୀଶୁଙ୍କ ବାକ୍ୟକୁ ଶୁଣିବା ପାଇଁ, ଯୀଶୁଙ୍କ ଠାରୁ ଅନୁଗ୍ରହ ପାଇବା ପାଇଁ ସେ କାମ କରୁଛି, ନା ଯୀଶୁଙ୍କ ଆଗରେ ବ୍ୟବସ୍ଥା ଶାସ୍ତ୍ରକ ଯେମିତି ଯୀଶୁଙ୍କ ଆଗରେ ନିଜକୁ ଧାର୍ମିକ ଦେଖେଇବା ପାଇଁ ପ୍ରଶ୍ନ ପଚାରୁଛି ନା ନାଇଁ? କିନ୍ତୁ ଇଏ ମଧ୍ୟ ଯୀଶୁଙ୍କ ଆଗରେ ନିଜକୁ ଦେଖେଇବା ପାଇଁ, ନିଜର ଧାର୍ମିକତା ସ୍ଥାପନ କରିବା ପାଇଁ ବର୍ତ୍ତମାନ ସେବା କରିଲା ପରି ଦେଖାଯାଉଛି। ସତରେ ମରିୟମ ମରିୟମ ହଉଛି ତାର ଭଉଣୀ ଯିଏକି ଏବେ ସେ କିଛି ତା ଦ୍ଵାରା ହେଇପାରିବ ନାହିଁ ଯୀଶୁଙ୍କ ପାଇଁ। ସତରେ ଆମ ଜୀବନ କାଳ ଭିତରେ ଅନେକ ସମୟରେ ପ୍ରଭୁ ଆମକୁ ଅନୁଗ୍ରହ ଦେଇଛନ୍ତି। କଣ ଅନୁଗ୍ରହ? ଯେ ଆମେ କିଛି ମଧ୍ୟ କରିପାରିବାନି ଆମ ଦ୍ଵାରା ଆମ ପାଇଁ। ଏଟା କେବେ ଅଭିଶାପ ନାହିଁ। ଯୋଉ ସମୟରେ ଆମର ସେ ଜାଗାକୁ ପହଞ୍ଚିବା, ଯୋଉ ଜାଗାରେ କି ଆମର ଯୋଉ ପାଇବା ଯେ ମୋ ଦ୍ଵାରା କିଛି ହେଇପାରୁନି ମୋ ପାଇଁ, ମୁଁ ଗୋଟେ ବ୍ୟକ୍ତି ଯିଏକି ସମ୍ପୂର୍ଣ୍ଣ ଭାବରେ ସମସ୍ତ ବିଷୟକୁ ହରେଇ ଦେଇଛି। ସେଇଟା ଗୋଟେ ପଏଣ୍ଟ, ସେଇଟା ହଉଛି ସଠିକ ଜାଗା। ପରମେଶ୍ୱର ଆମ ପାଇଁ କାମ କରିବେ, ପରମେଶ୍ୱର ଆମ ପାଇଁ ଯୋଜନା କରିବେ, ପ୍ରଭୁ ଆମ ପାଇଁ ସମସ୍ତ ବିଷୟର ରାସ୍ତା ଖୋଲିଦେବେ। 2001 ମସିହାରେ ମୁଁ ଏ ମଣ୍ଡଳକୁ ଭେଟିଲି, କିନ୍ତୁ ଏ ବର୍ଷ ମାନଙ୍କ ଭିତରେ ଦେଖୁଛି ମୁଁ ପରମେଶ୍ୱର ମୋର ଜୀବନରେ ଅନେକ ଗୁଡେ କାମ କରିକି ଆସିଅଛୁ। ଆଜି ଯେତେବେଳେ ଆମେ ଦେଖୁଛୁ, ତାହେଲେ ଅନେକ ଗୁଡେ ବିଷୟ ଦ୍ଵାରା ଲୋକମାନେ ଯାଇଛନ୍ତି। ଗୋଟେ ବାକ୍ୟକୁ ଦେଖେଇବି ମୁଁ, ଫିଲିପିଓ ପୁସ୍ତକ ଖୋଲିବା, ସରି ସରି ଦ୍ୱିତୀୟ ତିମୋଥୀ
ଟିକେ ସରି, ଅ, ଭୁଲ କହିଲି, ଦ୍ଵିତୀୟ ପିତର 2 ପର୍ବ। ଦ୍ଵିତୀୟ ପିତର 2 ପର୍ବ। 6 ପଦ ଦେଖିବା। ସେ ସଦମ ଓ ଗମୋରା ନଗର ସବୁକୁ ଭସ୍ମରେ ପରିଣତ କରି ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇବା ନିମନ୍ତେ ଦଣ୍ଡାଜ୍ଞା ଦେଲେ ଓ ସେମାନଙ୍କୁ ଭବିଷ୍ୟତ କାଳର ଅଧାର୍ମିକ ମାନଙ୍କୁ ଦୃଷ୍ଟାନ୍ତ ସ୍ୱରୂପ କଲେ। ପୁଣି ସେ ଦୁରାଚାରୀ ମାନଙ୍କୁ କାମୁକତା ପୂର୍ଣ୍ଣ ଆଚରଣ ବ୍ୟତୀତ ଧାର୍ମିକ ଲୋକକୁ ଉଦ୍ଧାର। 8 ପଦ। ଯେଣୁ ସେଇ ଧାର୍ମିକ ଲୋକ ସେମାନଙ୍କ ମଧ୍ୟରେ ବାସ କରି ସେମାନଙ୍କ ଅନ୍ୟାୟ କାର୍ଯ୍ୟ ଦେଖି ଓ ସେ ବିଷୟ ଶୁଣି ପ୍ରତିଦିନ ଆପଣ ଧର୍ମପରାୟଣ ପ୍ରାଣରେ ଯନ୍ତ୍ରଣା ଭୋଗ କଲେ। କିଏ ଇଏ? ଆଁ? କିଏ? ଲଟ। ସେ ଧାର୍ମିକ ଲୋକ ସେମାନଙ୍କ ମଧ୍ୟରେ, ସଦମ ଆଉ ଗମୋରା ଲୋକମାନଙ୍କ ମଧ୍ୟରେ ସେମାନଙ୍କର ଅନ୍ୟାୟ କାର୍ଯ୍ୟ ଦେଖୁଛି ସେ, ସେ ବିଷୟରେ ଶୁଣୁଛି ସେ, ପ୍ରତିଦିନ ଆପଣା ଧର୍ମପରାୟଣ ପ୍ରାଣରେ ଯନ୍ତ୍ରଣା ପାଉଛି ସେ। ହେଲେ ଏଇଟା କେମିତିକାର ବିଷୟ? ହଁ, ବର୍ତ୍ତମାନ ପରମେଶ୍ୱରଙ୍କର ଆତ୍ମା ଆମକୁ ଗଞ୍ଜଣା କରୁଛି। ପ୍ରଭୁଙ୍କର ଆତ୍ମା ଆମକୁ ଚେତାବନୀ ଦଉଛି। ପ୍ରଭୁଙ୍କ ଆତ୍ମା ଆମକୁ ଚେତା ଦଉଛି। କୋଉ ବିଷୟ? କୋଉ ବିଷୟରେ ଆମମାନେ ବହୁତ ଆଗ୍ରହ ହେବା ଆବଶ୍ୟକ। ଉର୍ଦ୍ଧ୍ୱ ବିଷୟରେ ଆସକ୍ତ ହୁଅ, ପାର୍ଥିବ ବିଷୟରେ ଆସକ୍ତ ହୁଅ। ଏଇ ଜଗତର ରାଜା ମାନଙ୍କ ପାଖରେ, ଏଇ ଜଗତର ଜ୍ଞାନୀ ମାନଙ୍କ ପାଖରେ ଯାହା ମୁଁ ଗୁପ୍ତ ରଖିଅଛି, ଶିଶୁମାନଙ୍କୁ ଦେଇଅଛି। ଆଜି କୋଉ ସ୍ଥିତିରେ ଆମେ ଅଭିଯୋଗ କରିପାରିବା ମଣ୍ଡଳୀ? କୋଉ ସ୍ଥିତିରେ ଆମମାନେ ଈଶ୍ୱରଙ୍କ ଆଡକୁ ରିଗ୍ରେଟଫୁଲ ହେଇପାରିବା? ସାମାନ୍ୟ ଶାରୀରିକ ଅଭିଳାଷ ପୂରଣ ନ କଲେ ମଣ୍ଡଳୀ ବର୍ତ୍ତମାନ ମାର୍ଥା କାହିଁକି ଅଭିଯୋଗ? ସତରେ ଯୀଶୁକୁ ସେବା କରିବା ପାଇଁ ଯଦି ସେ ଚାହୁଁଛି, କେମିତି ସେବା କରିପାରିବ ଜାଣିଛ? ଯଦି ତମେ ମତେ ଖାଇବା ପାଇଁ ଡାକୁଛ, ଖୁସି କରିବା ପାଇଁ, ପ୍ରଥମ ସର୍ତ୍ତ କଣ? ମୋର ପସନ୍ଦ କଣ ତମକୁ ଜାଣିବାକୁ ପଡିବ ରାନ୍ଧିଲା। ଯୋଉଟା ମତେ ପସନ୍ଦ ନାହିଁ ସେଇଟା ରାନ୍ଧିକି ଯଦି ମତେ ଡାକିବ, ତାହେଲେ ମୋ ସବୁ ଖୁସିର ମୁଡ ଭାଙ୍ଗିଯିବ। କଣ? ହେଲେ ଆମେ ଗୋଟେ ଏମିତି ଲୋକ ଯେ କି ଆମର ପସନ୍ଦ ପାଇଁ ପ୍ରଭୁଙ୍କୁ ଆମମାନେ ହତ୍ୟା କରିବୁ। ଆମେ ଆମର ଇଚ୍ଛାକୁ ଧରିକି ସଫଳ କରିବା ପାଇଁ ପ୍ରଭୁଙ୍କ ଇଚ୍ଛାକୁ ଫିଙ୍ଗିଦେବା। ନା ପ୍ରଭୁଙ୍କର ଇଚ୍ଛା ପୂରଣ ହେବା ପାଇଁ ଆମେ ଆମର ଇଚ୍ଛାକୁ ଫିଙ୍ଗିବା। ନା ପ୍ରଭୁଙ୍କର ଯୋଜନା ସଫଳ ହେବା ପାଇଁ ଆମେ ଆମର ଯୋଜନା ପରିତ୍ୟାଗ କରିବା ଦରକାର। ଏ ମାର୍ଥା ଯୀଶୁଙ୍କ ପାଇଁ ଏତେ ସେବା କରିବା ଆବଶ୍ୟକ ଥିଲା? ସେ ବାକ୍ୟ ବି ଶୁଣିବା ଆବଶ୍ୟକ ନାହିଁ। ପ୍ରଭୁଙ୍କ ସହିତ ସେ ହୃଦୟର ସୌଭାଗ୍ୟତା ଆବଶ୍ୟକ ନାହିଁ। କିନ୍ତୁ ମରିୟମ ବର୍ତ୍ତମାନ ଯୀଶୁଙ୍କ ପାଦ ତଳେ ବସିକି ବାକ୍ୟ ଶୁଣୁଛି। ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ଆଉ ସେ ବାକ୍ୟ ଈଶ୍ୱର ଥିଲେ। ଆଜି ଜଗତରେ ଅନେକ ଲିଡର ମାନେ, ପାଷ୍ଟର ମାନେ ଷ୍ଟେଜରେ ଛିଡାକି ପ୍ରଚାର କରୁଛନ୍ତି। ତମେ ଏଇ ପ୍ରକାର କର, ତ ପ୍ରଭୁ ଭୟାଳୁ ହୁଅ, ସମୟ ସନ୍ନିକଟ, ଆମକୁ ମନ ପରିବର୍ତ୍ତନ କରିବା ଆବଶ୍ୟକ ଅଟେ। ବାଇବଲ ପଢିବା ଆବଶ୍ୟକ ଅଟେ, ପ୍ରାର୍ଥନା କରିବା ଆବଶ୍ୟକ। ଏଇଟା ଗୋଟେ ଶିକ୍ଷା। ଏଇଟା ହଉଛି ଗୋଟେ ଶିକ୍ଷା ଯାହାକି ସତରେ ସେ ନିଜକୁ ଦେବା ପାଇଁ ସକ୍ଷମ। ମଣ୍ଡଳୀ ଆମମାନଙ୍କୁ କଣ କହିବାକୁ ଚାହୁଁଛି? ଆଜି ମୁଁ ଗୋଟେ ବିଷୟ କହିକି ସରିବାକୁ ଚାହୁଁଛି। ଏ ମଣ୍ଡଳୀ ଆଡକୁ ଆମେ ଧନ୍ୟବାଦ ହୃଦୟକୁ ରଖିଛୁ ଦେବା। ମୋ ପାଖରେ ପ୍ରଭୁଙ୍କର ଯୋଜନା, ପ୍ରଭୁଙ୍କର ଇଚ୍ଛା ହୃଦୟରେ ଜାଗା ପାଉଛି। ଯୀଶୁ ବହୁତ ସନ୍ତୁଷ୍ଟ ଅଛନ୍ତି ମରିୟମ ପାଖରେ। କଣ ବୋଲି? ମରିୟମ ତ ଉତ୍ତମ ଭାଗ ମନୋତ କରିଅଛି।
ଏବଂ ତାହା ତାଠୁ କିଏ ମଧ୍ୟ ହରଣ କରିପାରିବ ନାହିଁ। କଣ ଏଇଟା? ଯୀଶୁଙ୍କ ପାଖରେ ବଶୀଭୂତ ହେବାର ଜୀବନ ଯାପନ। ଆମେ ପ୍ରଭୁଙ୍କ ପାଖରେ ବଶୀଭୂତ ହେବାର ଜୀବନ ଯାପନ। ପ୍ରଭୁଙ୍କର ସ୍ୱର ପ୍ରଭୁଙ୍କର ଯୋଜନା ଅନୁସାରେ ଜୀବନ ବିତେବାର ଜୀବନ। କେତେ ଲେଖା ହେଇଛି ବାଇବଲ କଣ? ମନୁଷ୍ୟର ପଥ କୌଣସି କୌଣସି ସମୟରେ ସରଳ ଦେଖାଯାଏ ମାତ୍ର ତାର ଶେଷରେ ମୃତ୍ୟୁ ଥାଏ। ତମେ ସର୍ବାନ୍ତକରଣରେ ସଦାପ୍ରଭୁଙ୍କୁ ନିର୍ଭର କର, ବିଶ୍ୱାସ କର। ନିଜର ସୁବିବେଚନାରେ ଆଉଜି ପଡ ନାହିଁ। ନିଜର କି ବିବେଚନା? ସୁବିବେଚନା, ଭଲ ଚିନ୍ତା। ପରମର୍ଶକୁ ଆଜି ମୁଁ ବେଶୀ ଧନ୍ୟବାଦ ଦଉଛି ଏ ପ୍ରକାର ଲାଇଫକୁ ପ୍ରଭୁ ମତେ ଦେଲେ। ତେବେ ମାଥା ଯୀଶୁଙ୍କର ତଳେ ବସିକି ସେ ବାକ୍ୟ ଶୁଣୁଛି। ଆଉ ପ୍ରଭୁ ଯଦି ଖୁସି ହଉଛନ୍ତି ତାହେଲେ ଆଉ କଣ ସମସ୍ୟା? କଣ ଲେଖା ହେଇଛି ବାଇବଲ? ଯଦି ଈଶ୍ୱର ଆମର ସପକ୍ଷ ତାହେଲେ ଆମର ବିପକ୍ଷ କିଏ? ଯଦି ଈଶ୍ୱର ମୋର ସପକ୍ଷ ତାହେଲେ ମୋର ବିପକ୍ଷ କିଏ ହେଇପାରେ? କୋଉ ବିଷୟ ମତେ ଆଘାତ କରିପାରିବ? କି ରୋଗ, କି ସଂକଟ, କି ତାଳନା, କି କ୍ଲେଶ? ଈଶ୍ୱର ତ ଆପଣ ମନୋନୀତ ଲୋକକୁ ଧାର୍ମିକ ବୋଲି ଗଣିତ କରୁଅଛନ୍ତି। ଆଜି କେବଳ ଆମେ ମରିୟମ ସଦୃଶ ଯଦି ଆମର ଉତ୍ତମ ଭାଗ ମନୋନୀତ କରିବୁ, ସେ ଉତ୍ତମ ଭାଗ କଣ? ପରମେଶ୍ୱରଙ୍କୁ ତମେ ନିଜର ଜୀବନକୁ ବଶୀଭୂତ କର। Submit your life into the hand of God. ପରମେଶ୍ୱରଙ୍କ ପାଖରେ ତମେ ନିଜକୁ ଅନେକ ସମୟରେ ମୁଁ ମଦ ଛାଡିବା ପାଇଁ ଚେଷ୍ଟା କରୁଥିଲି। ଲାଜ ଲାଗୁଥିଲା, କଷ୍ଟ ଲାଗୁଥିଲା। କାହିଁକି ମୁଁ ଏମିତି ହଉଛି? ମୋ ବାପା ଗୋଟେ ସମ୍ମାନୀୟ ଟିଚର ଅଛନ୍ତି। ସେ କେବେ ପିଅନ୍ତୁ, କାହିଁକି ହଉଛି? କେତେ ମଣ୍ଡଳୀକୁ ଭେଟିଲା ପରେ କେତେବେଳେ ଏ ସବୁ ସବୁ ଛାଡିକି ଚାଲିଗଲା ମୁଁ ଜାଣିପାରିଲି। ଆଜି ମୁଁ କହିବାକୁ ଚାହୁଁଛି ଯୀଶୁ ଖ୍ରୀଷ୍ଟ ଆମ ପାଇଁ କଣ କଣ କହୁଛନ୍ତି ସେ? ଆ ପୁତ୍ର ଯାହା ନିକଟରେ ତାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି ସେ ଜାଣେ। ଏବେ ଯୀଶୁ ଯାହାକୁ ଚାହୁଁଛନ୍ତି ଆମକୁ ସମସ୍ତ ଗୁପ୍ତ ରହସ୍ୟକୁ ଜଣାଉଛନ୍ତି। ପରମେଶ୍ୱର ଦାସଙ୍କ ଭିତରେ ଗୁପ୍ତ ହେଇକି ଥିଲା ଏଡେ ବଡ ଦୁନିଆ, ହଜାର ହଜାର ଲୋକମାନଙ୍କ ପରିତ୍ରାଣ ପ୍ରଭୁଙ୍କର ଯୋଜନାରେ ଅଛି। ଆଜି ଅଞ୍ଚଳରେ, ଆଜି ଏ ଜାଗା ମାନଙ୍କରେ କେତେ ଜାଗା ମାନଙ୍କରେ ଲୋକମାନେ ଅପେକ୍ଷାରେ ଅଛନ୍ତି ଅନନ୍ତ ଜୀବନର ରହସ୍ୟକୁ ଜାଣିବା, ଶୁଣିବା। ଆଜି କେତେ ଲୋକ ଅଛନ୍ତି ଯୋଉ ଲୋକମାନେ ପ୍ରଭୁଙ୍କ ବାକ୍ୟକୁ ଶୁଣିବା ଆବଶ୍ୟକ। ଆଜି ମୁଁ ଯେତେବେଳକୁ କନଫରେନ୍ସର ଶେଷରେ ପାଷ୍ଟର ଆସିଥିଲେ ସେ ମୋର ହାତ ଧରିଲେ। ମୁଁ ଏଇଟା ଯାଇକି ଆମ ଘରେ ଏବେ କହିବି ସନ୍ଧ୍ୟାରେ କାହିଁକି ମୁଁ ମୋ ସ୍ତ୍ରୀକୁ ଆଣିଲି ନାହିଁ। ଆଣିଥିଲେ ଭଲ ହେଇଥାନ୍ତା। ଆମ ଘରକୁ ମୁଁ ଡାକିବି ଆପଣ। ହଁ ଆମର ହଷ୍ଟେଲକୁ ମଧ୍ୟ ମୁଁ ଡାକିବାକୁ ଚାହୁଁଛି। ସେଇ ଜାଗାରେ ଆମର ଷ୍ଟୁଡେଣ୍ଟ ମାନେ ଶୁଣନ୍ତୁ କହିକି ସେ ପାଷ୍ଟର ମଧ୍ୟ କହୁଥିଲେ। ପିଲା ଦିନରୁ ମୁଁ ତାଙ୍କୁ ଦେଖିକି ଆସୁଛି। କିନ୍ତୁ ଆଜି ସେ ଏଇ ପ୍ରକାର ବିଷୟକୁ ସ୍ୱୀକାର କଲେ ଯେ ସମସ୍ତ ବିଷୟ ଆଜି ମୁଁ ପ୍ରାଞ୍ଜଳ ଭାବରେ ବୁଝିଲି ସତରେ ମୁଁ କେତେ ନିଜକୁ ଦୋଷୀ କରୁଥିଲି ଆଉ କେତେ ମୁଁ ଅନ୍ୟମାନଙ୍କୁ ମଧ୍ୟ ପାପି ପାପି କରିକି ଶିଖଉଥିଲି। କୋଉ ଜାଗାରେ କୋଉ ଜାଗାରେ ଅଛି ପାପି ବୋଲି କହିବାଟା ଆଜି ସ୍ପଷ୍ଟ ହେଇଗଲେ ମୁଁ ସତରେ ଯିଶୁ ସମାପ୍ତ କରୁଛନ୍ତି ପାପକୁ ଧାର୍ମିକ ହେଇଛୁ ଆମର। ଯଦି ପରମେଶ୍ୱର ଖୁସି ହଉଛନ୍ତି ତାହେଲେ ଆଉ କିଏ ମୋର ବିପକ୍ଷ ହେଇପାରିବ? ସେଥିପାଇଁ ଆଜି ଆମମାନେ ପ୍ରଭୁଙ୍କ ସାମ୍ନାରେ ଧନ୍ୟବାଦ ହୃଦୟ ଦେବା ଦରକାର ଯେ ପ୍ରଭୁ ଆମକୁ ସେ ବିଷୟ ଗୁପ୍ତ ବିଷୟ ରହସ୍ୟକୁ ଆମକୁ ଦେଇଛନ୍ତି ଯାହାକି ପଣ୍ଡିତ ମାନେ ଜ୍ଞାନୀ ମାନେ ବୁଦ୍ଧିମାନ ଲୋକ ରାଜା ମାନେ ମଧ୍ୟ ଜାଣିନାହାନ୍ତି। ଆମେ ସେ ବିଷୟକୁ ଦେଖୁଛୁ ସେ ବିଷୟକୁ ଶୁଣୁଛୁ ଯାହାକି ଅନେକ ଭାବବାଦୀ ମାନେ ରାଜା ମାନେ ଚେଷ୍ଟା କଲେ ମଧ୍ୟ ଶୁଣି ପାରୁନାହାନ୍ତି। ସେଥିପାଇଁ ଅଧିକରୁ ଅଧିକ ମାତ୍ରାରେ ଯଦି ଆମର ପ୍ରଭୁଙ୍କ ଆଡକୁ
ଧନ୍ୟବାଦ ହୃଦୟକୁ ପାଇବା। ଏ ମରିୟମ ନିଜ ପାଇଁ କିଛି କରିପାରିବ ନାହିଁ ବୋଲି ଜାଣିଥିଲା ଯୋଗୁଁ ଯୀଶୁଙ୍କ ପାଖରେ ସେ ବଶୀଭୂତ ହେଇଥିଲା। ହଁ ମରିୟମ ଗୋଟେ ଲୋକ, ହଁ ସ୍ତ୍ରୀ ଯିଏକି ତାଙ୍କ ପାଇଁ କିଛି କରିପାରିବ, ସେଥିପାଇଁ ସେ ପ୍ରଭୁଙ୍କ ପାଖରେ ସମର୍ପଣ କଲା ନିଜକୁ। ସବୁଠାରୁ ବେଷ୍ଟ ଲାଇଫ ହଉଛି ପବିତ୍ର ଆତ୍ମାଙ୍କ ଦ୍ଵାରା କଢେଇକି ନିଆଯିବ। ଆମେ ମଣ୍ଡଳୀ ଅଛି, ମଣ୍ଡଳୀ ମତେ ଉଠଉଛି ସକାଳୁ, କେତେ ମୋର ନିକଟବର୍ତ୍ତୀ ଚର୍ଚ୍ଚ ମତେ ଉଠଉଛି, ଉଠେ ଟାଇମ ହେଲା ମର୍ଣ୍ଣିଂ ଫେଲୋସିପରେ ବସେ। କିଏ ମତେ କହିବ? ସାଙ୍ଗ, ମୋର ମାମୁଁ ମାଉସୀ, ମୋର ପିଇସି, ଏ ମଣ୍ଡଳୀରେ ମସ୍ତକ ଭାବରେ ଯୀଶୁ ଅଛନ୍ତି। ଆଉ ସମସ୍ତ ସ୍ପିରିଚୁଆଲ ନ୍ୟୁଟ୍ରିସନ, ସ୍ପିରିଚୁଆଲ ପାୱାର, ଆତ୍ମିକ ପ୍ରବାହିତ, ସମସ୍ତ ଆଶୀର୍ବାଦର ନିର୍ଝର ଝରୁଛି ମଣ୍ଡଳୀ ଦ୍ୱାରା। ମୁଁ ଚାହୁଁଛି ଏ ବିଷୟ କହିବା, ମଣ୍ଡଳୀର ପ୍ରବାହିତ ସହିତ ଆପଣ ସଂଯୁକ୍ତ ହେବାକୁ ପଡିବ। ଜ୍ଞାନ ବୁଦ୍ଧିରେ ଚାଲିଲେ କିଛି ଲାଭ ନାହିଁ। ଏଇ ଦିନକର ମଣ୍ଡଳୀରେ କଣ ପ୍ରଭାବ ହଉଛି? ମଣ୍ଡଳୀ ଭିତରେ ପବିତ୍ର ଆତ୍ମାଙ୍କର ପ୍ରଭାବ କଣ? ଆମେ ବାଇବଲ ସେମିନାର ଗୁଡା କରିବା ପାଇଁ ପ୍ରଭୁ ଆମକୁ ଏଇ ଫ୍ଲୋ ଦେଇଛନ୍ତି। ମୁଁ ଗୋଟେ ଲୋକ ନାହିଁ ଯିଏକି ଇଣ୍ଟରେଷ୍ଟେଡ ସୁଷମାତାର ପ୍ରଚାର କରିବା ପାଇଁ। ମୁଁ ଗୋଟେ ଲୋକ ନାହିଁ ଯିଏକି ପ୍ରଭୁଙ୍କ ଆଡକୁ ଉଦ୍ଯୋଗ ଲୋକ କି ଉତ୍କଣ୍ଠିତ ହେଇକି ମୋ ପ୍ରଭୁଙ୍କ ପାଇଁ ଆଗକୁ ବଢିବା ଲୋକ ନାହିଁ। କିନ୍ତୁ ମଣ୍ଡଳୀର ଫ୍ଲୋ ସହିତ ଜଡିତ ହେଲେ ପରମେଶ୍ୱର କଢେଇକି ନଉଛୁ। ସେଥିପାଇଁ ଆମର ପ୍ରତ୍ୟେକ ଭାଇଆରେ ଭଉଣୀ ମାନେ ଆମମାନେ ପବିତ୍ର ଆତ୍ମାଙ୍କର ଫ୍ଲୋରେ ଯଦି ସଂଯୁକ୍ତ କରାଯିବ, ମଣ୍ଡଳୀ ସହିତ ଏକ ସଂଯୁକ୍ତ ହେଲେ ଆମମାନେ ନିଖୋଜ ହେଇପାରିବ ନାହିଁ, ଦୂରକୁ ଯାଇପାରିବ। ଯେମିତି ଆମମାନେ ନେଟୱାର୍କ ଥିଲେ ଆମେ ଫୋନକୁ ବ୍ୟବହାର କରିପାରୁ, ସେମିତି ସ୍ପିରିଚୁଆଲ ନେଟୱାର୍କ ଭିତରେ ଆମକୁ ବଞ୍ଚିବାକୁ ପଡିବ। ସ୍ପିରିଚୁଆଲ ନେଟୱାର୍କ ଟାୱାର ମଣ୍ଡଳୀର ସ୍ୱର ପ୍ରଭୁ ଦାସଙ୍କ ଦ୍ଵାରା ପ୍ରଭୁ ଆମର ତ କଥା ହଉଛନ୍ତି। ସପ୍ତାହକୁ ଦୁଇଥର ପାଷ୍ଟର୍ସ ମିଟିଂ ହଉଛି। ଏ ଦୁଇଥର ପାଷ୍ଟର୍ସ ମିଟିଂ ଯୋଉ ହଉଛି, ଏ ଦୁଇଟା ପାଷ୍ଟର୍ସ ମିଟିଂ ଦ୍ଵାରା ବହୁତ ଗୁଡେ ଆତ୍ମିକ ଖାଦ୍ୟ ଆମେ ପାଉଛୁ, ଯାହାକି ଆମକୁ ସପ୍ତାହ ସାରା ବଞ୍ଚଉଛି, ସପ୍ତାହ ସାରା ଆମକୁ ପଢିକି ନଉଛି। ତ କେତେ ଧନ୍ୟବାଦ ବିଷୟ ଯେ ପରମେଶ୍ୱର ଗୋଟେ ମିଶନାରୀଙ୍କୁ, ଗୋଟେ ପାଷ୍ଟରଙ୍କୁ ଆରେଞ୍ଜ କରିକି ଜଗୁଛନ୍ତି। ଏଥର ଆମ ପାଷ୍ଟର କହିଲେ, ମନିଟର ପାଷ୍ଟର, ମୁଁ ଜଗିକି ଥାଉଛି କେବେ ପାଷ୍ଟର୍ସ ମିଟିଂ ଆସିବ। ଏମିତିକାର ବାକ୍ୟ ସେ ଆମକୁ ଦଉଛନ୍ତି, ଯୋଉଟା କି କେବେ ମଧ୍ୟ ଆମର ଟଙ୍କା ଦେଇକି କିଏ ଜଗତର ଜ୍ଞାନ ବୁଦ୍ଧିକୁ ଆପ୍ଲାଏ କରି କେବେ ମଧ୍ୟ ଶୁଣିପାରିବା ଅସମ୍ଭବ। ଜୀବନକୁ କେମିତି ସଠିକ ରାସ୍ତାରେ ନେବାଟା, ଖୁସି କେମିତି ପାଇବାଟା, ଆନନ୍ଦିତ ଜୀବନ କେମିତି ପାଇବାଟା, ସଠିକ ରାସ୍ତାରେ କେମିତି ଆମେ ଯିବା, ଆଉ ପ୍ରଭୁଙ୍କ ସହିତ କେମିତି ଆମେ ଖୁସି ହେବା, ପରମେଶ୍ୱର ଦାସ ଆମକୁ ସଜାଗତା ମାଧ୍ୟମରେ କହୁଛନ୍ତି। ଆଜି ଯୀଶୁ ମାର୍ଥାକୁ କହୁଛନ୍ତି, ମାର୍ଥା ତୋର ମନ ବଦଳା, ତୋର ଚିନ୍ତାକୁ ଛାଡେ, ତୋର ଭଉଣୀକୁ ଦେଖେ, ତୋର ଭଉଣୀକୁ ଯାହାକୁ ତୁ ରାଗୁଛୁ ବର୍ତ୍ତମାନ, ଯାହାକୁ ତୋ ଆଡକୁ, ଯାହା ଆଡକୁ ତୋର ହୃଦୟ ଅଭିଯୋଗରେ ପରିପୂର୍ଣ୍ଣ, ତୁ ତାଠୁ ଶିକ୍ଷା ଦେ। ସେ ଠିକ ଟା ଭାଗ ମନେ କରୁଛି ଯେ ସେ ବାକ୍ୟ ଶୁଣୁଛି ବସି, ତୁ କାହିଁ ବ୍ୟସ୍ତ ହଉଛୁ? ମଣ୍ଡଳୀ ଭିତରେ ଯଦି ଆମେ ନିଜ ପାଇଁ ବ୍ୟସ୍ତ ହଉଛୁ, ଅନେକ ଗୁଡେ ଆମେ ନିଜେ ଯୋଜନା କରୁଛୁ ପ୍ରଭୁଙ୍କ ସ୍ୱର ନ ଶୁଣି, ଦେନ୍ ଈଶ୍ୱର ଆମକୁ ସମାନ ବିଷୟ କହିବାକୁ ଚାହୁଁଛୁ। ଏଇଠି କହିଲେ, ମାର୍ଥା ମାର୍ଥା ତମେ କାହିଁ ଏତେ ବିଷୟରେ ବ୍ୟତିବ୍ୟସ୍ତ ହଉଛ? ଏଠି ଆମକୁ କଣ କହିବେ? ରଥ ରଥ କାହିଁକି ଏତେ ବିଷୟରେ ବ୍ୟସ୍ତ ହଉଛ? ସୁରେଶ ସୁରେଶ କାହିଁ ଏତେ ବିଷୟରେ ବ୍ୟସ୍ତ? ମାନେ ଜେସନ ଜେସନ କାହିଁକି ଏତେ ବ୍ୟସ୍ତ ହଉଛ? ହେମା ହେମା ଏତେ ବିଷୟରେ ବ୍ୟସ୍ତ କାହିଁ ହଉଛୁ? ପ୍ରଭୁ ଆମକୁ କହିବାକୁ ଚାହୁଁ, ମଣ୍ଡଳୀ ଭିତରେ ଏମିତିକାର ମଧ୍ୟ ପରମେଶ୍ୱର ଲୋକଙ୍କ ରଖିଛନ୍ତି, ଯୋଉମାନଙ୍କ ସହିତ ଜଡିତ ହେଲେ ଆମମାନେ ଉତ୍ତମ ଭାଗକୁ ଆମମାନେ ପାଇପାରିବା। ତେଣୁକରି ଯିଏ ଯୋଉ ଜାଗାରେ ମଧ୍ୟ ଅଛନ୍ତି, ଆପଣ ଯାହା ବି କରୁଛନ୍ତି, ଗୋଟେ ବିଷୟ ମନେ ପକେଇବେ, ଆପଣ ଅନେକ ସମୟରେ ଆମ ପାଷ୍ଟର ଆମକୁ କହିବେ, be led by Holy Spirit, do not ask, listen to the voice of Holy Spirit। ପରମେଶ୍ୱର ଆତ୍ମାଙ୍କ ସ୍ୱର ଶୁଣ, ପବିତ୍ର ଆତ୍ମା ଦ୍ୱାରା କଢେଇକି ନିଆଯାଉ।
ଆଜି ଆମ ପାଖରେ ଆଗ ପଛରେ କିଏ କହିବାକୁ ଦେଖାଯାଉନାହିଁ, କିଏ ନାହିଁ ଶାରୀରିକ ଭାବରେ କହିବା ପାଇଁ, କିନ୍ତୁ ମନରେ ଅଛି ମୋ ପାଖରେ। ପରମେଶ୍ୱର ଆମକୁ ପବିତ୍ର ଆତ୍ମାଙ୍କ ଦ୍ୱାରା ସହାୟତା ଦ୍ୱାରା କଥା ହଉଛି। ସେଥିପାଇଁ ମୁଁ ଆଶା କରୁଛି ଅନ୍ୟ ବିଷୟକୁ ଗୁରୁତ୍ୱପୂର୍ଣ୍ଣ ଦେଲା ପରିବର୍ତ୍ତେ ଆମେ ଅଧିକ ଗୁରୁତ୍ୱପୂର୍ଣ୍ଣ ପରମେଶ୍ୱରଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟ, ପ୍ରଭୁଙ୍କ ଦ୍ୱାରା ଯୋଜନା କରାଯାଇଥିବା ମଣ୍ଡଳୀର ପ୍ରୋଗ୍ରାମ ଗୁଡାକ ଅଧିକ ଗୁରୁତ୍ୱପୂର୍ଣ୍ଣ ଦିଆଯିବା ଦରକାର। ଆମେ ଆମର ଚିନ୍ତା, ଆମେ ଆମର ଓନ୍ ଷ୍ଟୋରି, ଆମେ ଆମର ନିଜର ଭାଗକୁ ଯଦି ଧରିବା ତାହେଲେ ଆମେ ମାର୍ଥା ପରି ଯୀଶୁଙ୍କ ଆଡକୁ ଅଭିଯୋଗର ହୃଦୟ ଆସିବ, ପାଷ୍ଟରଙ୍କ ଆଡକୁ ଅଭିଯୋଗ ହୃଦୟ ଆସିବ, ମଣ୍ଡଳ ଆଡକୁ ହୃଦୟ ବନ୍ଦ କରିବାର ହୃଦୟ ଆସିବ। କାହିଁକି? କାରଣ ଆମେ ନିଜକୁ ଦକ୍ଷତାଶୀଳ ଲୋକ ଭାବୁଛୁ। ଗୋଟେ ଘଡିସନ୍ଧି ମୁହୂର୍ତ୍ତରେ ଥିବା ପେସେଣ୍ଟ ଡାକ୍ତରଖାନାକୁ ଯିବା ପାଇଁ ନାରାଜ ହବ, କିଛି କହିବୁ ନାଇଁ ଗନ୍ଧୁଥିବ ମୁଁ ଯିବି ନାଇଁ, ଅତି ଶୀଘ୍ର ମତେ ନିଆଯାଉ ବୋଲି ସେ କହିବ ନା ନାଇଁ। ସେମିତି ଆମମାନେ ଗୋଟେ ଲୋକ ଯିଏ କି ପରମେଶ୍ୱରଙ୍କ ଠାରୁ ଆମମାନେ ଖାଦ୍ୟ ପାଇବା ଆବଶ୍ୟକ। ଈଶ୍ୱରଙ୍କର ଗାଇଡାନ୍ସ ଦରକାର, ଆମର ଈଶ୍ୱରଙ୍କର ଚାଳନା ଦରକାର, ଈଶ୍ୱରଙ୍କର ଇଚ୍ଛା, ଈଶ୍ୱରଙ୍କ ଯୋଜନା, ଈଶ୍ୱରଙ୍କର ପ୍ରତ୍ୟେକ ଆମ ଆଡକୁ ଯାହା ସେ କହିବାକୁ ଚାହୁଁଛନ୍ତି ତାକୁ ଶୁଣିବାକୁ ପଡିବ। ସେଥିପାଇଁ ମଣ୍ଡଳୀର ସ୍ୱର, ପ୍ରଭୁ ଦାସଙ୍କର ସ୍ୱର ଆଉ ବାକ୍ୟ ଯାହାକୁ ଶୁଣୁଛ, ଏଇଟା ହଉଛି ପ୍ରଭୁଙ୍କର ଛବି ଆମମାନ। ଆସନ୍ତା କାଲି ମଧ୍ୟ ଆମର କେନ୍ଦ୍ରାପଡ଼ାରେ ମିଟିଂ ଅଛି। ଯିଏ ମଧ୍ୟ ଆସିବା ପାଇଁ ଚାହୁଁଛି ସେ ଆସିପାରିବେ। ଆଉ ପ୍ରାର୍ଥନା ମଧ୍ୟ କରନ୍ତୁ ଯେପରି ଅନେକ ଲୋକମାନେ ଉଦ୍ଧାର ପାଇବେ, ଅନେକ ଲୋକ ଯେପରି ଆମ ସୁଷମାକୁ ଶୁଣିପାରିବେ। ଆଉ ୟାଠୁ ଅଧିକ ଖୁସି ବିଷୟ କଣ ଅଛି? ଯୀଶୁ ଖ୍ରୀଷ୍ଟ କାହାଠାରେ ଉଲ୍ଲସିତ କରୁ, ହଁ? କାହା ସହିତ ଯୀଶୁଙ୍କର ଖୁସି ଆନନ୍ଦ ଏଠି ଲେଖା ହେଇଛି? ପବିତ୍ର ଆତ୍ମାଙ୍କ ଠାରୁ। ସେଥିପାଇଁ ଆମେ ମଧ୍ୟ ଯେମିତି ପ୍ରଭୁ ଯୀଶୁଙ୍କର ହୃଦୟ ଦ୍ଵାରା ଈଶ୍ୱରଙ୍କ ସହିତ ଆନନ୍ଦିତ ହେଇପାରିବୁ, କରିପାରିବୁ। ପ୍ରଭୁଙ୍କ ସହିତ ଯେପରି ଆମେ ସନ୍ତୁଷ୍ଟ ଜୀବନ ପାଇପାରିବୁ। ଚାहे ସେ ଯଦି ସେଟା ପରିସ୍ଥିତି, ଅଭାବ, କଷ୍ଟ ଯାହା ବି ଯାହା ବି ଥାଉ, ପ୍ରଭୁଙ୍କ ସହିତ ଆମେ ବଶୀଭୂତ ହେଇକି ବଞ୍ଚିବାଟା ଅଛି। ପ୍ରଭୁ ଆମକୁ ମରିୟମ ସଦୃଶ କହିବାକୁ ଚାହୁଁ, ତମେ ଏଇଟା ଭାଗକୁ ତମେ ମନୋନୀତ କର। ଠିକ ଅଛି, ମୁଁ ଆଜି ଏତିକି କହିବି, ପ୍ରାର୍ଥନା କରିବା। ପରମେଶ୍ୱର ଧନ୍ୟବାଦ ଦଉଛୁ, ତୁମେ ମୂଲ୍ୟ ସମୟକୁ ଦେଲେ ଆମମାନଙ୍କୁ ବାକ୍ୟକୁ ଶୁଣିବା ପାଇଁ ବୁଧବାର ଦିନ ଅପ୍ରଭୁ ମାର୍ଥା ଯିଏକି ବହୁତ ବିଷୟରେ ବ୍ୟସ୍ତ ହଉଥିଲେ, କିନ୍ତୁ ପ୍ରଭୁ ସେ କେବଳ ଜାଣିପାରିଲାନି ଯେ ମୋର ବ୍ୟସ୍ତତା ଯୋଗୁଁ ଆଉ ଯୀଶୁଙ୍କ ଆଡକୁ ସେବା କରିବାର ଯୋଉ ମୋ ପାଖରେ ଧାରଣା ଅଛି, ଚିନ୍ତା ଅଛି, ସେଥି ଯୋଗୁଁ ମୁଁ ଆଜି ବାକ୍ୟ ଶୁଣି ପାରୁନାହିଁ, ଆଜି ମୁଁ ଯୀଶୁଙ୍କୁ ମିଶି ପାରୁନାହିଁ, ଏ ବିଷୟର କୌଣସି ଜ୍ଞାନ ତା ପାଖରେ ନଥିଲା। କିନ୍ତୁ ପରମେଶ୍ୱର ମରିୟମ ବିଷୟରେ ତମେ କହୁଛ, ମରିୟମ ଉତ୍ତମ ଭାଗ ମନେ କରୁଛି, ସେଇଟା ହଉଛି ଯୀଶୁଙ୍କ ପାଦ ତଳେ ବସିକି ସେ ବାକ୍ୟ ଶୁଣୁଥିଲେ। ମଣ୍ଡଳୀ ହଉଛି ଗୋଟେ ଜାଗା ନାହିଁ, ବ୍ୟସ୍ତ ହେବାର ଜାଗା। ଚର୍ଚ୍ଚ ହଉଛି ଗୋଟେ ଜାଗା ନାହିଁ, ଯୋଉ ଜାଗାରେ କି ଆମେ ନିଜ ପାଇଁ ପ୍ଲାନିଂ କରୁ, କିନ୍ତୁ ମଣ୍ଡଳୀ ହଉଛି ଗୋଟେ ଜାଗା ପ୍ରଭୁ ଯେପରି ଆମେ ପରମେଶ୍ୱରଙ୍କ ଦ୍ୱାରା ପଢିକି ନିଆଯିବାର ଜୀବନ ପାଇବୁ। ସେଥିପାଇଁ ତମେ ଆମ ସମସ୍ତଙ୍କୁ ଅନୁଗ୍ରହ କର। ଆଉ ପ୍ରଭୁ ଆଜି ବାଣୀ ରାଜ୍ୟରେ ତୁମେ ଆମକୁ ବେଶୀ ମୂଲ୍ୟ ସମୟ ଦେଲ, ୱାନ୍ ଡେ ବାଇବଲ ସେମିନାର କରିବା ପାଇଁ, ଆଉ ତୁମେ ଅନେକ ଆତ୍ମାମାନଙ୍କୁ ପଠେଇଥିଲ, ଭାଇମାନଙ୍କୁ ଜମା କରୁଥିଲ ପ୍ରଭୁ, ଯେପରି ପ୍ରଭୁ ତୁମର କାର୍ଯ୍ୟକୁ ଆମେ ଦେଖିଲୁ ଆଉ ସେମାନଙ୍କର ହୃଦୟରେ ପରିବର୍ତ୍ତନର ସାକ୍ଷ୍ୟକୁ ଶୁଣିଲୁ। ସେଥିପାଇଁ ପ୍ରଭୁଙ୍କୁ ଗୌରବ ପ୍ରଶଂସା କରୁଛୁ। ଆସନ୍ତା କାଲି ମଧ୍ୟ କେଲାପଡାରେ ବାଇବଲ ସେମିନାର ଅଛି, ପ୍ରଭୁ ତମେ ମନେ ପକାଅ, ଅନୁଗ୍ରହ କର, ସମସ୍ତ ଅଭାବକୁ ତମେ ପରିପୂର୍ଣ୍ଣ କର, ସମସ୍ତ ଆବଶ୍ୟକ ବିଷୟ ଯୋଗାଇ ଦିଅ। ଆଉ ଯେପରି କାଲି ମଧ୍ୟ ଯେପରି ଅନେକ ଆତ୍ମାମାନେ ଆସିବେ, ସୁଷମାଚାର ଶୁଣିପାରିବେ ଆଉ ପରିତ୍ରାଣକୁ ପାଇପାରିବେ, ସେଥିପାଇଁ ତମେ ଦୟାକରି କାଲି ପାଇଁ କାମ କର ପ୍ରଭୁ। ଆଉ ଯୋଉ ଜାଗାରେ ମଧ୍ୟ କନଫରେନ୍ସ ଅଛି, ରାଇକାରେ ମଧ୍ୟ ଅଛି, ଫୁଲବାଣୀରେ ଅଛି, ତମେ ସମସ୍ତ ଜାଗା କୁ ମନେ ପକେଇକି ପ୍ରଭୁ ତମେ ଅନୁଗ୍ରହ ଦିଅ, କାର୍ଯ୍ୟ କର, ଯେପରି ସେଠି ମଧ୍ୟ ଅନେକ ଲୋକ ଆସିକି ସୁଷମାଚାର ଶୁଣିବେ ଆଉ ଉଦ୍ଧାର ପାଇବେ। ହଁ ପ୍ରଭୁ, ଆଜି ତମେ ଆମକୁ ଉପାସନା ଦେଇଥିବା ଯୋଗୁଁ ଧନ୍ୟବାଦ ଦେଇ ପ୍ରାର୍ଥନା ଯୀଶୁ ନାମରେ ମାଗିଲୁ, ଆମେନ୍। ବହୁତ ଧନ୍ୟବାଦ। ଟିକେ